Hello everyone, welcome back to our YouTube channel Study with Sunsar Classes। କେମିତି ଅଛନ୍ତି ସମସ୍ତେ ଭଲ କରୁଥିବ ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଜି ଆମେ କ୍ଲାସ 10 ର ମାଧ୍ୟମିକ ବ୍ୟାକରଣ ଯୋଉ ପଢିଥିଲେ ବାକ୍ୟ ବିଚାର ପ୍ରଥମ ପାଠ ବା ପ୍ରଥମ ଅଧ୍ୟାୟର କିଛି ବାକି ଥିଲା ଆଜି ତାକୁ କମ୍ପ୍ଲିଟ କରିବା ପାଇଁ ଚେଷ୍ଟା କରିବେ। ଠିକ ଅଛି, ଏହା ପୂର୍ବରୁ ତମାନେ ମୁଁ ଆଶା କରୁଛି ତମାନେ ସବୁ ଦେଖିଥିବ ଭିଡିଓ। ନେକ୍ସଟ ତାହେଲେ ଆମେ ଆରମ୍ଭ କରିବା ବାକ୍ୟ ବିଚାର। ପ୍ରଥମ କଥା ବାକ୍ୟ କାହାକୁ କୁହାଯାଏ ନା ବାକ୍ୟ ହେଲା ଏକ ବା ଏକାଧିକ ପଦ ମିଳିତ ହେଇକି ଯଦି ମନର ଭାବକୁ ସମ୍ପୂର୍ଣ୍ଣ ଅର୍ଥରେ ପୂର୍ଣ୍ଣ ଅର୍ଥରେ ତାହେଲେ ମନର ଭାବ ପୂର୍ଣ୍ଣ ଅର୍ଥରେ ପ୍ରକାଶ କଲେ ଠିକ ଅଛି ତାହାକୁ ଆମେ ବାକ୍ୟ ବୋଲି କହିଥାଉ। ସେଇ ବାକ୍ୟର ତାର ପଢିଥିଲେ। ଏବେ ଦେଖିବା ତା ପରବର୍ତ୍ତୀ ଯାହା ବାକି ରହିଯାଇଥିଲା। ଆଜି ପଢିବା ପଦ ବିନ୍ୟାସ ହେଲା। ପଦ ବିନ୍ୟାସ କାହାକୁ କୁହାଯାଏ ନା ଯେମିତି କୁହାଯାଏ କହି ବୋଲି ପାରେ ଯେ କଚା ଚିଙ୍ଗୁଡି ବିକେ ସେ। ତାମାନେ ଯେ କଥା କହିବା ଜାଣିଥିବ ସେ ଖରାପ ଟାକୁ ମଧ୍ୟ ଭଲ କହିକି ସେ ପାର ହେଇକି ପଳେଇବ। ସେ କଥା କୁହାଯାଉଛି ଯେ ଯଦି କଥା କହି ଠିକ ସେ ଜାଣିଥିବ ସମସ୍ତଙ୍କୁ ଆପଣାର କରିପାରୁଥିବ ସେ ପଚା ଚିଙ୍ଗୁଡିକି ମଧ୍ୟ ବିକିଦବ। ଯେମିତି ଭଲରେ କହି ଜାଣିଥିଲେ ମଧ୍ୟ ଖରାପକୁ ଭଲ ମଧ୍ୟ ବୋଲି କହିବେ। ଯେମିତି କୁହାଯାଏ ତିନି ତୁଣ୍ଡରେ ଛେଳି କୁକୁର, ଠିକ ସେଇଭଳି ହେଲା। କହିବା ଜଣା ହେଉଛି ବାକ୍ୟର ଗଢାର କୌଶଳ। ତେଣୁ ଶୁଦ୍ଧ ବାକ୍ୟରେ ପଢିବାକୁ ହେଲେ କେତୋଟି ବିଷୟ ପ୍ରତି ଆମକୁ ଯତ୍ନଶୀଳ ହେବାକୁ ପଡିବ। ଏଗୁଡିକୁ ସେଇ ବାକ୍ୟର ପଦ ବିନ୍ୟାସ ବୋଲି କୁହାଯାଏ। ଯେମିତି ନଦୀର ନଦୀ ବିନ୍ୟାସ, ନଦୀ କୋଉ ଗତିପଥ ଦେଇକି ଯାଉଛି, କୋଉଠି ତାର କଣ ଆସିକି ମିଶୁଛି ଉପନଦୀ, କୋଉଠି ସେ ପାହାଡରୁ ଖସିକି ଝରଣା ତିଆରି କରୁଛି ତ କୋଉଠି ସେ କଣ ହ୍ରଦ ତିଆରି କରୁଛି ବା କୋଉଠି କୋଉଠି ତ୍ରିକୋଣମିତି ମଧ୍ୟ ତିଆରି କରୁଛି କିଏ ନଦୀ। ଠିକ ସେଇଭଳି ପଦରେ କେଉଁ କେଉଁ ଅର୍ଥ ବା କେଉଁ କେଉଁ କ୍ରିୟାପଦ, କର୍ତ୍ତା ପଦ, କର୍ମ ଏସବୁ କୋଉଠି ରହିଲେ, ସମ୍ବୋଧ ପଦ କୋଉଠି ରହିଲେ ବାକ୍ୟ କେମିତି ଲାଗେ ବା ଏମାନଙ୍କର ସ୍ଥାନ କେଉଁଠି, ଠିକ ସେଇ ବିଷୟରେ ପଢିବା। ଠିକ ଅଛି, ଆରମ୍ଭ କରିବା। ପ୍ରଥମେ କହୁଛି ରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ଠିକ ଅଛି, ତାହେଲେ ମତେ କୁହ ଏଇ ବାକ୍ୟରେ କର୍ତ୍ତା କିଏ, କ୍ରିୟା କିଏ? ନା ମନେ ରଖିବ ବାକ୍ୟର ପ୍ରଥମରେ ରହେ କର୍ତ୍ତା, ବାକ୍ୟର ପ୍ରଥମ ଆଉ ଶେଷରେ ରହେ କଣ କ୍ରିୟା ଶେଷ। ତ ସେଇ କଥା କହୁଛି ପ୍ରଥମ ଲାଇନର ଉତ୍ତର ମିଳିଗଲା ଆମକୁ। ତ ଏଠାରେ ରାମଚନ୍ଦ୍ର ହେଲେ କର୍ତ୍ତା ଆଉ କ୍ରିୟାପଦ ହେଲେ କରିଥିଲେ ହେଲେ କ୍ରିୟାପଦ। ତ ଏଥର ଆମେ କଣ ଶିଖିବା ନା ଆମେ ଏଇଆ ଶିଖିବା ଯେ ନା କର୍ତ୍ତା ବାକ୍ୟର ଆରମ୍ଭରେ ରହେ, କ୍ରିୟା ବାକ୍ୟର ଶେଷରେ ରହେ। ବାସ୍ ପ୍ରଥମ ଏକ ନମ୍ବର କ୍ୱେଶ୍ଚନ ବୁଝିହେଲା। କଣ ଦେଇଛି ନା କର୍ତ୍ତା ଫାଷ୍ଟ ରହିବ, କର୍ତ୍ତା ପ୍ରଥମେ ରହିବ, ଆରମ୍ଭରେ ରହିବ କିଏ ନା କର୍ତ୍ତା ଆଉ ଶେଷରେ ରହିବ କ୍ରିୟା। ଠିକ ଅଛି, ନେକ୍ସଟ ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ। ତ ଏଠାରେ ଗାଇଲେ କଣ କ୍ରିୟାପଦ ନା ନୁହଁ? ଗାଇଲେ, ଖାଇଲେ, ଯିବେ, ଆସିବେ ଏସବୁ କ୍ରିୟାପଦ। ଆମେ ବର୍ତ୍ତମାନ ପଢି ଗାଇଲେ ବାକ୍ୟର ଶେଷରେ କ୍ରିୟାପଦ ରହେ। ତ ସେଇ କଥା ଗାଇଲେ ଆଉ ଗୀତ କଣ? ମୁଁ ଯଦି ବାକ୍ୟକୁ ପଚାରେ କିଏ ଗାଉଛି, ଯାହା ଉତ୍ତର ଆସେ ସିଏ ହେଲା କର୍ତ୍ତା ହେଲା। କଣ କରୁଛି ବୋଲି ପଚାରିଲେ ଗାଇଲେ ଯୋଉ ଉତ୍ତର ହେଲେ ସେଟା ହେଲା ତମ କ୍ରିୟା। କିନ୍ତୁ କଣ କଣ କରୁଛି, ଗୀତ ଗାଉଛି ହେଲା। ତ ଏଠି ଗୀତ କଣ ହବ ନା ତମର କର୍ମ ହବ। ଠିକ ଅଛି, ସେ ଗାଇଲେ ତମର ହେଲା କ୍ରିୟା, ଗୀତ କର୍ମ। ତ ଦ୍ୱିତୀୟ ନମ୍ବର ବାକ୍ୟ ଆମକୁ କହୁଛି ନା ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମ ପଦଟି କଣ ହବ କ୍ରିୟାପଦ ପୂର୍ବରୁ ବସେ। ତା ମାନେ ପ୍ରଥମେ ରହିବ କର୍ମ ତାପରେ ରହିବ କ୍ରିୟା। ଠିକ ଅଛି, ମନେ ରଖିବ ତାମାନେ କ୍ରିୟାପଦ ପୂର୍ବରୁ କର୍ମ ବସିବ। ମନେ ରହିଲା? ସେକେଣ୍ଡ ବୁଝିହେଲା? ପ୍ରଥମେ ପ୍ରଥମେ କହିଲା କର୍ତ୍ତା ପ୍ରଥମେ ଶେଷରେ କ୍ରିୟା। ଆର ବାକ୍ୟର ଆରମ୍ଭରେ କର୍ତ୍ତା ରହିବ, ଶେଷରେ କ୍ରିୟା ରହିବ। ଦ୍ୱିତୀୟ ବାକ୍ୟ କହିଲା କର୍ମ କ୍ରିୟା ପୂର୍ବରୁ ବସିବ। ତ 3 ନମ୍ବର ବାକ୍ୟକୁ ଯିବା। ପଣ୍ଡିତ ଶିଷ୍ୟ ମାନଙ୍କୁ ଉପଦେଶ ଦେଲେ। ପଣ୍ଡିତ କିଏ ଉପଦେଶ ଦେଲେ ନା ପଣ୍ଡିତ କାହାକୁ ଉପଦେଶ ଦେଲେ ନା ଶିଷ୍ୟ ମାନଙ୍କୁ। କଣ ଉପଦେଶ କଣ କଲେ ନା ଉପଦେଶ ଦେଲେ। ତ ଏଠାରେ ଶିଷ୍ୟ ମାନଙ୍କୁ ହବ ଗୌଣ କର୍ମ। ଏହି ବାକ୍ୟରେ ଦୁଇଟି କର୍ମ ଅଛି ହେଲା। ଏଠାରେ ମୁଖ୍ୟ କର୍ମ ହେଲା ଉପଦେଶ ଆଉ ଗୌଣ କର୍ମ ହେଲା ତମର କଣ ଶିଷ୍ୟ ମାନ। ତାକୁ ତାହେଲେ ଯଦି ଗୋଟେ ବାକ୍ୟରେ କର୍ମ, ଯଦି ଗୋଟେ ବାକ୍ୟରେ ଦୁଇଟି କର୍ମ ଥାଏ ତାହେଲେ ଗୌଣ କର୍ମ ପରେ ମୁଖ୍ୟ କର୍ମ ବ୍ୟବହାର କରାଯାଏ। ତାହେଲେ ମନେ ରଖିବ 3 ନମ୍ବର ବାକ୍ୟ କଣ କହୁଛି
ନା ପ୍ରଥମେ ଗୋଟେ ବାକ୍ୟରେ ଯଦି ବାକ୍ୟ ଦେଖାଦେଇ ଆରମ୍ଭରୁ ତ ପ୍ରଥମେ ରହିବ ଗୌଣ କର୍ମ, ଶେଷକୁ ରହିବ ତମର ମୁଖ୍ୟ କର୍ମ। ବୁଝିହେଲା? ନେକ୍ସଟ ଯିବା। 4 ନମ୍ବର କ୍ୱେଶ୍ଚନ କହୁଛି एकम जड़े कौन हे भगवान मत रक्षा कर हे भगवान ये जो चिन्ह दिखाई तुम विस्मय सूचक चिन्ह है तो आउटे कौन कहूँ आउटे मत शक्ति दियो प्रभु आउ जड़े कहूँ हे भगवान मत रक्षा कर आउ जड़े कहूँ मत शक्ति दियो प्रभु तो एठारे प्रथम वाक्य भगवान आउ द्वितीय वाक्य प्रभु इत्यादि संबोधन पद आम संबोधन कर भगवान को तो एठारे 4 नंबर कहवाक मुझे चाहूँ जे संबोधन पद पदर आरंभ में बसी पारे बा शेष में बस पारे जदि एटा गोटे वाक्य हुए ताले संबोधन पद आरंभ में बसी पारे आउ शेष में भी बसी पारे हला ठीक अछि नेक्स्ट जीवा बुझीला चतुर लुक सबुठी जीतती एठारे चतुर लुकर विशेषता को प्रकाश करे हैला तो विशेषण जहाँ को कहा जाए विशेषण क्या कहा जाए ना जे विशेष्य पद को अधिक सूचित करे अधिक मात्रा रे चिन्हाए अधिक ताकू कौन स्पेसिफाई करे जे विशेष्य पद को विशेषित करे ताकू विशेषण कहा जाए ठीक अछि तो चतुर लुक लुक हैला एठी कोन विशेष्य पद ताकू बेसी कोन चतुर कौन कर अधिक विशेषित कर तो चतुर है विशेषण पद ताले 5 नंबर वाक्य हम कहूँ विशेषण पद विशेष्य पद पूर्वर बसे ताले मन रखिबो जदि एटा वाक्य हुए ताले प्रथमे आसीबो विशेषण शेष रे आसीबो ता परे आसीबो कोन विशेष ठीक है नेक्स्ट जीवा जमीदार पुओ सुरेंद्र ए मंदिर तोड़ी एठारे सुरेंद्र होउछन्ति कर्ता किंतु से जमीदार पुओ बा जमीदार सहित संबोधित नुहे कि जमी इनडायरेक्टली कह जमीदार पुओ कही सुरेंद्र मंदिर तोड़ी किंतु सुरेंद्र एते परिचित है नांती से कहा पुओ ना जमीदार पुओ तो सुरेंद्र संबंध रही क्या सहित ना जमीदार सहित संबंध रही तो एठारे यही वाक्य मु कौन कहूँ संबोध पद संबोधित पद पूर्वर बसे है जमीदार क्या सहित संबोधित ना सुरेंद्र सहित संबोधित से कथा कहूँ मन रख वाक्य संबोध पद संबोधित पद पूर्वर बसे ठीक अच्छे 6 नंबर वाक्य बुझेगा ताले प्रथमे आसीबो वाक्य जदि गोटे वाक्य हुए प्रथमे आसीबो संबोध तापरे आसीबो संबोधित हला संबोधित नेक्स्ट सकाळे काम आरंभ हुए एथारे सकाळे अधिकरण कारक को सूचाउछि जहाकी वाक्य आरंभ रे अछि अधिकरण केउ में जो पढ़ी जदि कारक विभक्ति तो अधिकरण केउ व्यक्ति रे सप्तम व्यक्ति तो सकाळे एथारे अधिकरण कारक बा सप्तम व्यक्ति बुझाउछि तो वाक्यर आरंभ रे बेले बेले अधिकरण कारक रखा जाय मन रखिबो क्वेश्चन आसे वाक्य रे अधिकरण कारक वाक्य रे केउठी रुए सकाळे ना शेष रे ना आरंभ रे ना शेष रे ना मध्य रे तो एटा कोन होबो वाक्य रे आरंभ रे भी रखा जाय ठीक अछि नेक्स्ट एहा केवल संभव कठिन श्रम द्वारा कठिन श्रम द्वारा ऊपर गुरुत्व आरोप करा ठीक अच्छे गुरुत्व आरोप जे कौन पद वाक्यर शेष में बसी पारे ठीक अच्छे मन रखिए गुरुत्व आरोपण गोटे शब्द कौटी बसे ना वाक्यर शेष में बसे तुमर काम हूँ घर जगिबा एठारे तुमर काम हूँ गुरुत्व अच्छी तेणु यही वाक्य आरंभ रही वाक्यर आरंभ में गुरुत्व आरोपण वाक्यांश बसी पारे ताले गुरुत्व मन रखिबो गुरुत्व ए दिरा कथा हमें बुझिले गुरुत्व प्रथम वाक्य कहूँ गुरुत्व आरोपित ये कौटी बसिबो ना वाक्यर शेष रे बसे कौटी वाक्यर शेष नेक्स्ट कहूँ हमको गुरुत्व आरोपण कौटी बसिबो से
ଆରମ୍ଭ ଦିଟା ଯାକ ମିଶେଇ କହିଲେ କଣ ହବ ନା ଗୁରୁତ୍ୱ ଆରୋପଣ ପାଇଁ ଯେକୌଣସି ଗୋଟେ ଶବ୍ଦ ବାକ୍ୟର ଆରମ୍ଭରେ ବା ଶେଷରେ ବସିବ ବୁଝିହେଲା। ନେକ୍ସଟ ଯିବା ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ ବିନା ହେଲା ଏଠି ପଦ୍ୟା ନୁହେଁ ଅବୟ ତ ଅବୟ ପଦ କୋଉଠି ବସେ ମନେ ରଖିବ ତାହେଲେ ଅବୟ ପଦ କାହା ସହିତ ସମ୍ବନ୍ଧିତ ନା ରମେଶଙ୍କ ସହିତ ରମେଶଙ୍କ ବିନା ରମେଶ ହିଁ କାମ କରିବ ତାଙ୍କ ବିନା କେହି କରିପାରିବେନି ତ ଏ ବିନା କାହା ପାଇଁ ସମ୍ବନ୍ଧିତ ରମେଶଙ୍କ ସହିତ ତ ମନେ ଏଇ ଲାଇନ ଟା ମନେ ରଖିବ ନା ବାକ୍ୟରେ ପଦାନ୍ୱୟ ଅବୟ ସମ୍ବୋଧିତ ପଦର ପରେ ବ୍ୟବହୃତ ହୁଏ ମନେ ରଖିବ ତାହେଲେ ଅବୟ କୋଉଠି ବସିବ ନା ଯଦି ଏଟା ଗୋଟେ ବାକ୍ୟ ହୁଏ ମନେକର ଏଟା ଗୋଟେ ବାକ୍ୟ ଲେଖା ଯାଇଛି ତ ପ୍ରଥମେ ବସିବ ସମ୍ବୋଧିତ ପଦ ତାପରେ ଆସିବ ଅବୟ ଠିକ ଅଛି 10 ନମ୍ବର କ୍ୱେଶ୍ଚନ ବାପା ଜେଜେଙ୍କର ଜେଜେମାଙ୍କର ଯତ୍ନ ନିଅନ୍ତି ବାପା ଜେଜେଙ୍କର ଯତ୍ନ ନିଅନ୍ତି ଜେଜେମାଙ୍କର ଯତ୍ନ ନିଅନ୍ତି ତାହେଲେ ବାକ୍ୟରେ ବିଭିନ୍ନ ଭିନ୍ନ ବା ବାକ୍ୟରେ ବିଭିନ୍ନ ବ୍ୟକ୍ତିଙ୍କର ସମ୍ବୋଧ ବୁଝାଇବାକୁ ହେଲେ ପ୍ରତ୍ୟେକ ବାକ୍ୟ ସମ୍ବୋଧ ପଦ ବିଭକ୍ତି ଯୁକ୍ତ ହୁଏ କ୍ୱେଶ୍ଚନ ଆସେ ଯଦି ବାକ୍ୟରେ ବିଭିନ୍ନ ବ୍ୟକ୍ତି ସମ୍ବୋଧ ଅଛି ତ ତାହେଲେ ସେଟା କଣ ହୁଏ ନା ସମ୍ବୋଧ ପଦ ଗୁଡିକ ବିଭକ୍ତି ଯୁକ୍ତ ହୁଅନ୍ତି ମନେ ରହିଲା 11 ନମ୍ବର କ୍ୱେଶ୍ଚନ ଏକ ଜଣେ କହୁଛି ଚନ୍ଦ୍ରମୋହନ କଟକ ଗଲା ନାହିଁ ଆଉ ଜଣେ କହୁଛି କାଲି ତମେ ଘରେ ନଥିଲ ତ ଏଇଠି ବସିବ ନାହିଁ କୋଉଠି ବସିବ ଆଉ ନ କୋଉଠି ବସିବ ମନେ ରଖିବ ନାହିଁ ବସିବ 11 ନମ୍ବର ବାକ୍ୟର ସମାଧି ନା ନାହିଁ ବସିବ କ୍ରିୟା ପରେ ମୁଁ ଯିବି ନାହିଁ ଖାଇବି ନାହିଁ ସେ ଗଲା ନାହିଁ ତୁମେ ଯିବ ନାହିଁ ନାହିଁ କୋଉଠି ବସିଛି ପ୍ରଥମେ ରହୁଛି କ୍ରିୟା ତାପରେ ବସୁଛି କିନ୍ତୁ ନ ପଦ କୋଉଠି ବସିବ ନ କୋଉଠି ବସିବ ନଥିଲ ହେଲା ନ ଗଲା ନ ଯିବ ତ ନ କୋଉଠି ବସେ କ୍ରିୟା ପୂର୍ବରୁ ବାସ୍ ଏଇଟା କଥା ମନେ ରଖି ହେଲା ଉଦାହରଣ ଦେଖି ମନେ ପଡୁ ନାହିଁ ବସେ କ୍ରିୟାପଦ ପରେ ନ ମୁଁ ଗଲି ନାହିଁ ବା ଗଲା ନାହିଁ ସେ ଗଲା ନାହିଁ ନ କୋଉଠି ବସେ କ୍ରିୟାପଦ ପୂର୍ବ ହେଲା ସମାନ ବୁଝି ହେଲା 12 ନମ୍ବର ରାଘବ ସୁଦାମକୁ ବେତରେ ପିଟିଲେ ରାଘବ ବେତରେ ସୁଦାମକୁ ପିଟିଲେ ଦିଟା ବାକ୍ୟ ବାପା ଗୋପାଳକୁ ବହିଟିଏ ଦେଲେ ବା ବାପା ବହିଟିଏ ଗୋପାଳକୁ ଦେଲେ ନରେଶ ବ୍ୟବସାୟରୁ ବହୁତ ରୋଜଗାର କରୁଛି ନରେଶ ବହୁତ ରୋଜଗାର ବ୍ୟବସାୟ କରୁଛି ତ ଏଠାରେ ଯୋଉ ଲେଖା ଯାଇଛି କରଣ ସମ୍ପ୍ରଦାନ ହେଲା ଅପାଦାନ ଅଧିକରଣ କାରକ ପଦର କର୍ମ ପରେ ବା ପୂର୍ବରୁ ବ୍ୟବହୃତ ହୋଇପାରେ ମନେ ରଖିବ ଏଇଟା ହେଲା ତାର ଜିଷ୍ଟ 12 ନମ୍ବର ନା ଯଦି ବାକ୍ୟରେ ଯେକୌଣସି କରଣ କାରକ ଥାଏ ସମ୍ପାଦନ କାରକ ଥାଏ ଅପାଦାନ କାରକ ଥାଏ ଅଧିକରଣ କାରକ ଥାଏ ହେଲା କରଣେ କଣ କର୍ମଣି ଦ୍ୱିତୀୟା କରଣେ ତୃତୀୟା ତ ତୃତୀୟ ବ୍ୟକ୍ତି ସମ୍ପ୍ରଦାନ ହେଲା ଚତୁର୍ଥୀ ଅପାଦାନ ହେଲା ପଞ୍ଚମ ବ୍ୟକ୍ତି ଅଧିକରଣ ସପ୍ତମ ବ୍ୟକ୍ତି ତ ଏଇ ଯୋଉ ବିଭକ୍ତି ଗୁଡିକ ସେ ଗୋଟେ ପଦର କର୍ମ ପରେ ବସି ପାରନ୍ତି ନହେଲେ କର୍ମ ପୂର୍ବରୁ ବସି ପାରନ୍ତି ବାସ୍ କଥା ହେଲା ଏତିକି ମନେ ରଖିବ ନା ବାକ୍ୟରେ କରଣ ସମ୍ପ୍ରଦାନ ଅପାଦାନ ଅଧିକରଣ କାରକ ଏହି କାରକ ଗୁଡିକ କର୍ମର ପୂର୍ବରୁ ବା ପରେ ବ୍ୟବହୃତ ହେଇପାରନ୍ତି ନେକ୍ସଟ ସମ୍ବୋଧନ ପଦ ହେ ମତେ ରକ୍ଷା କର ପ୍ରଭୁ ହେଲା ପ୍ରଭୁ ମତେ ଆଉ କଣ ମତେ କ୍ଷମା କରିଦିଅ ତ ଏଠି ଦିଟା ପଦ ସମ୍ବୋଧନ ପଦ ବାକି ଆରମ୍ଭରେ ବସେ ବି ଶେଷରେ ବସିବ ନାହିଁ ପଦ କୋଉଠି ବସେ ନାହିଁ ବସେ କ୍ରିୟା ପରେ ନ ବସେ କ୍ରିୟା ପୂର୍ବରୁ ବାକ୍ୟରେ ସମାପିକା କ୍ରିୟା କେଉଁଠାରେ ବସାଯାଏ ଉଦାହରଣ ଦିଅ ସମାପିକା କ୍ରିୟା ବାକ୍ୟର ଶେଷରେ ବସାଯାଏ ଯଥା ରାମ କାଲି କଟକ ସରି ରାମ କାଲି କଟକ ଯିବ ତ ଯିବ ଏଠି କଣ କ୍ରିୟା ତ କ୍ରିୟା କୋଉଠି ବସିଲା ଶେଷରେ ସମ୍ବୋଧ ପଦ ବାକ୍ୟରେ କେଉଁଠି ରଖାଯାଏ ସମ୍ବୋଧ ପଦ ନା ସମ୍ବୋଧିତ ପଦ ପୂର୍ବରୁ ରଖାଯାଏ ଗୁରୁତ୍ୱ ଆରୋପଣ ପାଇଁ ଥିବା ପଦ ବାକ୍ୟାଂଶର କେଉଁଠାରେ ରଖାଯାଏ ସଦୃଷ୍ଟାନ୍ତ ଏଇଟା ଦେଖେଇଦବ ଦୃଷ୍ଟାନ୍ତ ଗୁରୁତ୍ୱ ଆରୋପ ଏଇଠି ଗୁରୁତ୍ୱ ଆରୋପ କରାଯାଇଛି ଏଇଟା ହେଲା ଗୁରୁତ୍ୱ ଆରୋପ ଦେଖ ତ ଏଟା ବାକ୍ୟର ଆରମ୍ଭରେ ବି ରହିପାରେ ବାକ୍ୟର ଶେଷରେ ବି ରହିପାରେ ଠିକ ଅଛି ନେକ୍ସଟ ଦେଖ ବିଶେଷଣ ପଦ ବାକ୍ୟରେ କେଉଁଠାରେ ବସିବା ଆବଶ୍ୟକ ନା ବିଶେଷଣ ପଦ ବାକ୍ୟର ବିଶେଷ୍ୟ ପଦ ପୂର୍ବରୁ ବସିବା ଆବଶ୍ୟକ ହେଲା ଯଥା ଚତୁର ଲୋକ ବା କଣ ଚତୁର ଲୋକ ଦେଖ କଣ ଦେଇଥିଲା ଚତୁର ଲୋକ ସବୁଠି ଜିତ ହେଲା ତ କୋଉଠି ବସିବା ବିଶେଷଣ ହେଲା ଚତୁର ବିଶେଷ ପଦ ପୂର୍ବରୁ ପଦାନ୍ୱୟ ଅବୟ କେଉଁଠି ବସେ ନା ସମ୍ବୋଧିତ ପଦ ପରେ ବସେ ଯଥା ରମେଶଙ୍କ ବିନା ଏ କାର୍ଯ୍ୟ ହେଇପାରିବନି ବିନା ହେଲା ପଦାନ୍ୱୟ ଅବୟ ରମେଶଙ୍କ ସହିତ ସମ୍ବୋଧିତ ତ ସମ୍ବୋଧ ପଦ ପରେ ବସେ ସମ୍ବୋଧ ପଦ କେତେବେଳେ ବିଭକ୍ତି ଯୁକ୍ତ ହୁଏ ନା ଯେତେବେଳେ ସେ କଣ ଅଧିକରଣ କାରକ ଯଥା ଏଇଥିରେ କହୁଛି ସମ୍ବୋଧ ପଦ କେତେବେଳେ ବିଭକ୍ତି ଯୁକ୍ତ ହୁଏ ନା
ସକାଳେ ହେଲା ଦେଖ ଗୋଟେ ବାକ୍ୟ କହୁଛି ସକାଳେ କାମ ଆରମ୍ଭ ହୁଏ। ତ ଏଠାରେ କହୁଛି କଣ ନା ସକାଳେ ଅଧିକରଣ କାରକ ଯାହାକୁ ବାକ୍ୟ ଆରମ୍ଭରେ ରଖାଯାଇଛି ସିଏ କିନ୍ତୁ କଣ କହୁଛି ନା ସମ୍ବୋଧ ପଦ କେତେବେଳେ ବିଭକ୍ତି ଯୁକ୍ତ ହୁଏ ନା ବାକ୍ୟରେ ବିଭିନ୍ନ ପ୍ରକାର ଲୋକମାନଙ୍କ ସହିତ ସମ୍ବୋଧ ବୁଝାଇବାକୁ ହେଲେ ସମ୍ବୋଧ ପଦ ସେତେବେଳେ ବିଭକ୍ତି ଯୁକ୍ତ ହୁଏ। ଯଥା ବାପା ଜେଜେଙ୍କର ଆଉ ଜେଜେମାଙ୍କର ଯତ୍ନ ନିଅନ୍ତି। ବାପା ଜେଜେଙ୍କର ବି ଯତ୍ନ ନିଅନ୍ତି, ଜେଜେମାଙ୍କର ବି ଯତ୍ନ ନିଅନ୍ତି। ତ ଦିଟା ହେଲା ଅଲଗା ଅଲଗା ତ ସେତେବେଳେ ବିଭକ୍ତି ଯୁକ୍ତ ହୁଏ ସମ୍ବୋଧ ପଦ। ନେକ୍ସଟ ଏବେ ଦେଖିବା ବାକ୍ୟର ପ୍ରକାରଭେଦ। ବାକ୍ୟ ଯୋଉ ପଢିଲେ ଆମେ ଏକ ବା ଏକାଧିକ ପଦ ମିଳିତ ହୋଇ ମନରେ ଭାବକୁ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିବା ବାକ୍ୟ କୁହାଯାଏ। ତା ଦି ପ୍ରକାରର ମନେ ରଖିବ। ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦ ସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟ ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ। ଯଥା ଗଠନ କଳା ଆଉ ପ୍ରକାର୍ଯ୍ୟ ଉଭୟ ଦୁଇ ପ୍ରକାରର ବାକ୍ୟ। ତାହେଲେ ବାକ୍ୟ ପ୍ରଥମେ ବାକ୍ୟ ପ୍ରଥମେ ଦୁଇ ପ୍ରକାରର, ଗୋଟେ ଗଠନାତ୍ମକ ଆଉ ଗୋଟେ ହେଲା ପ୍ରକାର୍ଯ୍ୟାତ୍ମକ। ଗଠନାତ୍ମକ ରୂପ ଅନୁସାରେ ବାକ୍ୟକୁ ଚାରି ପ୍ରକାର ବିଭକ୍ତ କରାଯାଇଛି। ଯଥା ସରଳ ବାକ୍ୟ, ଯୌଗିକ, ଜଟିଳ, ମିଶ୍ର ଗଠନ ଦୃଷ୍ଟିରୁ। କାର୍ଯ୍ୟ ଦୃଷ୍ଟିରୁ ବିବୃତ୍ତି ସୂଚକ, ଆଦେଶ ବା ଅନୁଷ୍ଠିତ ସୂଚକ, ପ୍ରଶ୍ନ ସୂଚକ, ବିସ୍ମୟ ସୂଚକ, ନାସ୍ତି ସୂଚକ। ତମେ ଇଂଲିଶ ରେ କହୁଛ କଣ ଡିକ୍ଲାରେଟିଭ ସେଣ୍ଟେନ୍ସ, ଆଦେଶ ହେଲା ଇମ୍ପେରେଟିଭ ସେଣ୍ଟେନ୍ସ, ପ୍ରଶ୍ନ ସୂଚକ ହେଲା କଣ ବିସ୍ମୟ ହେଲା ଏକ୍ସପ୍ଲେନେସନ, ଏଟା ହେଲା ନେଗେଟିଭ, ପ୍ରଶ୍ନ ସୂଚକ ହେଲା ଇଣ୍ଟରୋଗେଟିଭ। ଠିକ ଅଛି ବିବୃତ୍ତି ସେଇଭଳିଆ କଥା। କାର୍ଯ୍ୟ ଦୃଷ୍ଟିରୁ ବାକ୍ୟକୁ 5 ଭାଗରେ, ଗଠନ ଦୃଷ୍ଟିରୁ ବାକ୍ୟକୁ 4 ଭାଗ। ପ୍ରଥମେ ଦେଖିବା ଗଠନ ଦୃଷ୍ଟିରୁ। ପ୍ରଥମେ ଅଛି ସରଳ ବାକ୍ୟ। ସରଳ ବାକ୍ୟ କାହା କୁହାଯାଏ ନା ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ ବୋଲି କୁହାଯାଏ। ଯଥା ଗୋବର୍ଦ୍ଧନ ଦରିଦ୍ର ମାନଙ୍କୁ ସେବା କରନ୍ତି ବୁଝି ହଉଛି ଗୋଟିଏ ମାତ୍ର ସମାପିକା କ୍ରିୟା। ସେବା କରନ୍ତି ହେଲା ଗୋଟିଏ ମାତ୍ର ସମାପିକା କ୍ରିୟା। ପ୍ରଣବ ଜଣେ ଶିଳ୍ପୀ ହେଲା ତ ସେ ଏଠି ଶିଳ୍ପୀ ହେଲା କଣ ସମାପିକା କ୍ରିୟା। ବା ଏଇ ଦୁଇଟି ବାକ୍ୟରେ ଶିଳ୍ପୀ ଜ୍ଞାନ ବ୍ୟକ୍ତି ପରେ ଅଟନ୍ତି ଯାହାକି ଉଚ୍ଚ ଅଛି ବା କଣ ଲୁଚା ଯାଇଛି ମନେ ରଖିବ। ଏବେ ଦେଖିବା ଯୌଗିକ ବାକ୍ୟ। ସରଳ ବାକ୍ୟ ବୁଝିହେଲା ଗୋଟିଏ ମାତ୍ର ସମାପିକା କ୍ରିୟା ଥିବ। ଯୌଗିକ ବାକ୍ୟ କଣ ତାର ପ୍ରଥମେ ସଂଜ୍ଞା ଦେଖ ନା ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ଦିଟା ବାକ୍ୟ ହେଇପାରେ ନହେଲେ ଦୁଇରୁ ଅଧିକ ବାକ୍ୟ ହେଇପାରେ। ସରଳ ବାକ୍ୟର ସମାହାର ଦିଟା ସରଳ ବାକ୍ୟର ସମାହାର ବା ତିନିଟା ସରଳ ବାକ୍ୟ ବା ଦୁଇରୁ ଅଧିକ ସରଳ ବାକ୍ୟର ସମାହାର ଯୋଗୁ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ ବୋଲି କୁହାଯାଏ। ଯଥା ପବିତ୍ର ପହଞ୍ଚିଲା, ସୁଷମା ଆସିଲା ଓ ଉଭୟ ମିଶି ପାଠ କଲେ, ଦିଟାକୁ ଯୋଡିକି ଲେଖା ହବ। ମନୋଜ ଶ୍ରେଣୀରେ ବସିଲା ମାତ୍ର ପଢି ପାରିଲା ନାହିଁ। ମନୋଜ ଶ୍ରେଣୀରେ ବସିଲା ଗୋଟେ ସରଳ ବାକ୍ୟ, ପଢି ପାରିଲା ନାହିଁ ସେ ଗୋଟେ ସରଳ ବାକ୍ୟ, ମାତ୍ର ମଝିରେ ଯୋଡା ଯାଇଛି ତ ସେଇଭଳି ମନେ ରଖିବ ଏଇଟା କଣ ଯୌଗିକ ବାକ୍ୟ। ତ କଣ କୁହାଯାଏ ନା ବାକ୍ୟରେ ଚାରୋଟିରେ ଏଇ ଯୋଉ ବାକ୍ୟ ଚାରିଟା ଦେଇଛି ସେଥିରେ ଉ ବ୍ୟବହାର ହେଇଛି। ମାତ୍ର, କିନ୍ତୁ, ଏବଂ ପ୍ରଭୃତି ଅବୟ ପଦ ଗୁଡିକ ବାକ୍ୟର ପ୍ରଥମ ଅଂଶ ଆଉ ଦ୍ୱିତୀୟ ଅଂଶକୁ ମିଶଉଛି ବା ଯୋଡୁଛି। ତ ଏଠାରେ ଏଗୁଡିକୁ ସଂଯୋଜକ ଅବୟ ବୋଲି କୁହାଯାଏ ମନେ ରଖିବ। ତାହେଲେ ଏଇ ସଂଯୋଜକ ଅବୟ ଗୁଡିକ ଏଇ ଯୌଗିକ ବାକ୍ୟର ଗଠନରେ ସାହାଯ୍ୟ କରିଥାନ୍ତି ମନେ ରହିଲା। ଏବେ ଦେଖିବା ଜଟିଳ ବାକ୍ୟ। ଜଟିଳ ବାକ୍ୟ କଣ ନା ଦୁଇ ବା ତତୋଧିକ, ଦୁଇ ବା ଦୁଇରୁ ଅଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟ ର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ। ୟା ପୂର୍ବରୁ ଆମେ ଖଣ୍ଡ ବାକ୍ୟ ପଢିଥିଲେ ହେଲା ଯେ ଗୋଟେ ବାକ୍ୟର ଗୋଟେ ଖଣ୍ଡ। ଯଥା ଅଜା ଯେତେବେଳେ ଘରେ ପହଞ୍ଚିଲେ, ଦେଖ ଗୋଟେ ଅପେକ୍ଷା କରୁଛି କାହା ପାଇଁ କିନ୍ତୁ ଏ ବାକ୍ୟଟା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରୁଛି। ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ଘରେ ରତନା ନଥିଲା। ଦ୍ୱିତୀୟ ବାକ୍ୟ କହୁଛି ବାପା କେବେ ଆଶା କରିନଥିଲେ ଯେ ସନାତନ ଶ୍ରେଣୀରେ ପ୍ରଥମ ହେବ। ତ ଏଇ ଯୋଉ ବାକ୍ୟ ସବୁ ଦେଇଛି ପ୍ରଥମ ବାକ୍ୟ ଦେଖିବା। ତାହେଲେ ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ରତନା ଘରେ ନଥିଲା। ସେତେବେଳେ ରତନା ଘରେ ନଥିଲେ ସେଟା ହେଲା ପ୍ରଧାନ ବାକ୍ୟ ହେଲା। ଆଉ ଅଜା ଯେତେବେଳେ ଘରେ ପହଞ୍ଚି ସାରିଛନ୍ତି ପ୍ରଧାନ ବାକ୍ୟ କଣ ନା ରତନା ଘରେ ନାହିଁ। ଯୋଉ ଅଜା ଯେତେବେଳେ ଘରେ ପହଞ୍ଚିଲେ ସେଟା ହବ ତମର ଅପ୍ରଧାନ ବାକ୍ୟ ହେଲା। ତାହେଲେ ଅପ୍ରଧାନ ବାକ୍ୟ ଆଉ ସହିତ ପ୍ରଧାନ ବାକ୍ୟ ମିଶିଲେ ଜଟିଳ ବାକ୍ୟ ହୁଏ ବୁଝିହେଲା ମନେ ରଖିବ। ଏବେ ଦେଖିବା ମିଶ୍ର ବାକ୍ୟ। ମିଶ୍ର ବାକ୍ୟର ସଂଜ୍ଞା କଣ ନା ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହାଯାଏ। ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ମିଶେଇଦବା। ଯଥା ଏକ ନମ୍ବର ଦେଖ କହୁଛି ଗୀତ, ବାଜା ଓ ନାଚ ଚାଲିବା ଯେଉଁ ଦର୍ଶକ ମାନେ ଦେଖିବାକୁ ଆସିଥିଲେ ହେଲା। ଗୀତ, ବାଜା ଆଉ ନାଚ ଚାଲିବା ଯେଉଁ ଦର୍ଶକ ମାନେ ଦେଖିବାକୁ ଆସିଥିଲେ
এটা ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ। ଯୌଗିକ ବାକ୍ୟ ଅଛି କିନ୍ତୁ ସମ୍ପୂର୍ଣ୍ଣ କଣ ଆସିଥିଲେ ଗୀତ ବାଦ୍ୟ ସମ୍ପୂର୍ଣ୍ଣ ହେଇ ନାହିଁ। କିନ୍ତୁ ଦେଖ ଆଉ ଗୋଟେ ବାକ୍ୟ କହୁଛି ଯେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ, ଏଟା ଗୋଟେ ସରଳ ବାକ୍ୟ। ବସାଇଲେ ଗୋଟେ ସମାପିକା କ୍ରିୟା ଗୋଟିଏ ଅଛି। ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ, ଏଟା ବି ଗୋଟେ ସରଳ ବାକ୍ୟ। ଯଦି ଏ ତିନିଟାକୁ କଣ କରିଦବାରେ କମ୍ବାଇନ କରିଦବା ବା ଯୋଡ଼ିଦବା କଣ ହବ ନା ପ୍ରଥମ ଦ୍ଵିତୀୟ ତୃତୀୟ ବାକ୍ୟକୁ ଯଦି ଏକାଠି ମିଶେଇ ଦବା ଉତ୍ତରରେ ଆସିବ ଗୀତ ବାଜା ଆଉ ନାଚ ଚାଲିବା ସମୟରେ ଯେଉଁ ଦର୍ଶକ ମାନେ ଦେଖିବାକୁ ଆସିଥିଲେ ଯେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ। ଦେଖ ଏଇଠୁ ଏତକ ଦେଖ ଏଇ ଯେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ଦେଲା ଗୋଟେ ଯୌଗିକ ବାକ୍ୟ। କିନ୍ତୁ ଏଇ ଯୋଉ ଏତକ ଆସିଲେ ଏଟା ହେଲା ଗୋଟେ ଅସମ୍ପୂର୍ଣ୍ଣ ସରଳ ବାକ୍ୟ, ତ ସେଟା ବା ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ। ତ ଏଟା ଗୋଟେ ଯୌଗିକ ବାକ୍ୟ, ଏଉଠି ଏତକ ଗୋଟେ ସରଳ ବାକ୍ୟ, ଏଉଠି ଏତକ ଗୋଟେ ସରଳ ବାକ୍ୟ। ତା ମାନେ ଦିଟା ସରଳ ବାକ୍ୟ ଅଛି, ଗୋଟେ ଯୌଗିକ ବାକ୍ୟ ଅଛି। ତ ସେଥିପାଇଁ ଏହାକୁ ମିଶ୍ର ବାକ୍ୟ ବୋଲି କୁହାଯାଏ। ସେଥିପାଇଁ କହୁଛି ଯେ କୌଣସି ସରଳ ବାକ୍ୟ ହେଇପାରେ, ଯୌଗିକ ବାକ୍ୟ ହେଇପାରେ। ନା ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପ ମିଶେଇ ଦେଲା ପରେ ଗୋଟେ ରୂପ ବା ଗୋଟେ ବାକ୍ୟ ହୁଏ ତାହାକୁ ମିଶ୍ର ବାକ୍ୟ ବୋଲି କୁହାଯାଏ। ଆସିଲା ତମର ଗଠନ ଦୃଷ୍ଟିରୁ। ଏବେ ଦେଖିବା କାର୍ଯ୍ୟ ଦୃଷ୍ଟିରୁ। କାର୍ଯ୍ୟ ପ୍ରକାର୍ଯ୍ୟାତ୍ମକ ବା କାର୍ଯ୍ୟ। କାର୍ଯ୍ୟ ଦୃଷ୍ଟିରୁ 5 ପ୍ରକାରର। କଣ ପ୍ରଥମେ ବିବୃତି, ବିସ୍ମୟ, ଆଦେଶ ବା ଅନୁରୋଧ, ଆଉ ହେଲା କଣ ପ୍ରଶ୍ନ ସୂଚକ ଆଉ ନାସ୍ତି ସୂଚକ। ବୁଝିଲା? ବିବୃତି, ବିସ୍ମୟ, ଆଦେଶ, ପ୍ରଶ୍ନ, ନାସ୍ତି। ପ୍ରଥମେ ଦେଖିବା ବିବୃତି ସୂଚକ ବାକ୍ୟ, ତମେ ଇଂଲିଶ ରେ କହୁଛ ଡିକ୍ଲାରେଟିଭ। ହେଲା ତମେ ଇଂଲିଶ ରେ କଣ କହୁଛ ଡିକ୍ଲାରେଟିଭ ସେଣ୍ଟେନ୍ସ। ଦେଖ ଏଥିରେ କଣ ହବ ନା ପ୍ରଥମେ କର୍ତ୍ତା ରହିବ ତାପରେ କ୍ରିୟା ସରିଲା। ଏ ବର୍ଷ ପ୍ରବଳ ଶୀତ ହଉଛି, ଯଥା ସରଳ ବାକ୍ୟ ଭଳି ଲାଗୁଥିବ। କବି ମାନଙ୍କ ମଧ୍ୟରେ ଶାରଳା ଦାସ ଆଦି କବି ଅଟନ୍ତି। ତାହେଲେ ପ୍ରଥମ ବାକ୍ୟରେ ଯୋଉ ଶୀତ ସହିତ ସମ୍ପର୍କ, ଦ୍ୱିତୀୟ ବାକ୍ୟର ଶାରଳା ଦାସଙ୍କ ସମ୍ପର୍କରେ ବିବୃତି ଦିଆଯାଇଛି। ତାହେଲେ ଏ ବର୍ଷ କୋଉ ବର୍ଷ ପ୍ରବଳ ଶୀତର ବିବୃତି ମାନେ ସୂଚଉଛି ଆମକୁ ଏଇ ବର୍ଷ ହିଁ ପ୍ରବଳ ଶୀତ ହଉଛି। ତ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ଆମକୁ ନିର୍ଦ୍ଦିଷ୍ଟ ବିଷୟରେ କହୁଛି, ତ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତି ସୂଚକ ବାକ୍ୟ ବୋଲି କୁହାଯାଏ। ମନେ ରହିଲା ନିର୍ଦ୍ଦିଷ୍ଟ ବିଷୟରେ କହୁଥିବ, ଯଥା ଏ ବର୍ଷ ପ୍ରବଳ ଶୀତ ହଉଛି, ଏଇ ବର୍ଷ ପ୍ରବଳ ଶୀତ ହଉଛି। କବି ମାନଙ୍କ ମଧ୍ୟରେ ଶାରଳା ଦାସ ଆଦି କବି ଅଟନ୍ତି। ଆଦି କବି କିଏ ନା ଶାରଳା ଦାସ। ଶାରଳା ଦାସଙ୍କୁ ବିବୃତି କରୁଛି ବା ସୂଚଉଛି। ନେକ୍ସଟ ଦେଖିବା ଆଦେଶ ବା ଅନୁରୋଧ, ଯଥା ପାଣି ଗ୍ଲାସ ଆଣିଦିଅ, ହେଲା କବାଟ ଦେଇଦିଅ, ଝରକା ବନ୍ଦ କର, ଯଥା ଏଇଆ। କିନ୍ତୁ ଓଡିଆରେ କଣ ହବ ଆଜ୍ଞା ମତେ ଟିକେ ସାହାଯ୍ୟ କରନ୍ତୁ। ଏଟା ଆଦେଶ ନା ଅନୁରୋଧ ନା ଏଟା ହେଲା ଅନୁରୋଧ। ଜଣକୁ ଅନୁରୋଧ କରାଯାଉଛି ହେଲା। କିନ୍ତୁ ଦ୍ୱିତୀୟ ବାକ୍ୟ ଘରଟାକୁ ସଫା କରିଦିଅ ତମକୁ ଆଦେଶ ଦିଆଯାଉଛି। ତାହେଲେ ପ୍ରଥମ ବାକ୍ୟରେ ଅନୁରୋଧ, ଦ୍ୱିତୀୟ ବାକ୍ୟରେ ଆଦେଶ। ତ ଆଦେଶ ବା ଅନୁରୋଧ ବାକ୍ୟ ଭାବ ପ୍ରକାଶ କରୁଥିବା ବାକ୍ୟକୁ ଆଦେଶ ବା ଅନୁରୋଧ ବାକ୍ୟ ବୋଲି କୁହାଯାଏ। ବୁଝିହେଲା? ଏବେ ଦେଖିବା ପ୍ରଶ୍ନ ସୂଚକ ଗୋଟେ ବାକ୍ୟକୁ ଚିହ୍ନିବ କେମିତି। ପ୍ରଶ୍ନ ସୂଚକ ବହୁତ ଇଜି। ପ୍ରଶ୍ନ ସୂଚକ ଚିହ୍ନିବା ପାଇଁ ବହୁତ ଇଜି। ଦେଖିବ ବାକ୍ୟ ଶେଷରେ କ୍ୱେଶ୍ଚନ ମାର୍କ ଅଛି, ତାହେଲେ ସେଇ ବାକ୍ୟ ତମର ପ୍ରଶ୍ନ ସୂଚକ ବାକ୍ୟ ହବ। ଯଥା ତୁମେ କେବେ ଆସିଲ, ଦେଖ ବାକ୍ୟ ଶେଷରେ ଗୋଟେ କ୍ୱେଶ୍ଚନ ମାର୍କ ଅଛି। ଆଜି କେତେ ତାରିଖ, ବାକ୍ୟ ଶେଷରେ ଗୋଟେ କ୍ୱେଶ୍ଚନ ମାର୍କ ଅଛି। ଚିହ୍ନି ପାରିବ? ତାହେଲେ କଣ କହୁଛି ପ୍ରଶ୍ନସୂଚକ ବାକ୍ୟର ସଂଜ୍ଞା ନା କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ପ୍ରଶ୍ନ ସୂଚକ ବାକ୍ୟ କୁହାଯାଏ। ଏବେ ବିସ୍ମୟ ସୂଚକ। ବିସ୍ମୟ ସୂଚକ ଆମେ ଆଶ୍ଚର୍ଯ୍ୟ ହୁଅନ୍ତି ଯୋଉଟା ହେଲା, ଠିକ ସେଇ କଥା। ବାପା ଏତେ ଟଙ୍କା ଦେଲେ, ତାମାନେ ଦେଖ ତମ ବଡ ଭଉଣୀ କି ସାନ ଦିଟା, ତମେ ଦି ଭାଇ, ଦି ଭାଇ ଭିତରୁ ସାନ ଭାଇ କି ଟିକେ ଅଧିକା ପଇସା ମିଳିଯାଇଛି। ତ ବଡ ଭାଇ ଦେଖିକି କହୁଛି ବାପା ଏତେ ଟଙ୍କା ଦେଲେ, ତାପରେ ଆଖି ଟିକେ ବଡ ବଡ ଆଶ୍ଚର୍ଯ୍ୟ ହେଇଯାଉଛି। ଆଉ ଜଣେ ସତରେ ତମେ ଆସିଛ, ତାହେଲେ ଏଠି ଦେଖ ବିସ୍ମୟ ସୂଚକ ବାକ୍ୟକୁ ଚିହ୍ନିବା ବି ବହୁତ ଇଜି। ନା ଶେଷରେ ଏକ୍ସକ୍ଲେମେସନ ବା ବିସ୍ମୟ ସୂଚକ ଚିହ୍ନ ଦେଇଥିବ। ବୁଝି ହଉଛି ତ? ପ୍ରଶ୍ନ ସୂଚକରେ ପ୍ରଶ୍ନ ସୂଚକ ଚିହ୍ନ ଦେଇଥିବ, ବିସ୍ମୟ ସୂଚକରେ ବିସ୍ମୟ ସୂଚକ ଚିହ୍ନ ଦେଇଥିବ। ଏଇ ଦୁଇଟିକି ଜାଣିପାରିବ ବହୁତ ଇଜିରେ ହେଲା। ବିସ୍ମୟ ସୂଚକ ଭାବ ପ୍ରକାଶ କରୁଥିବା ବାକ୍ୟକୁ ବିସ୍ମୟ ସୂଚକ ବାକ୍ୟ ବୋଲି କୁହାଯାଏ। ଏବେ ଦେଖିବା ନାସ୍ତି ସୂଚକ। ସବୁଥିରେ ନା, ରୀତା ଦ୍ଵାରା ଏ କାମ କେବେ ହେବ ନାହିଁ। ନାହିଁ ଶବ୍ଦ ଥିବ, ମନେ ରଖିବ ହେଲା। ଯେଉଁ ବାକ୍ୟରେ ନାହିଁ ବା ନ ଯଥା ନାସ୍ତିର ସୂଚନା ମିଳେ ତାକୁ କୁହାଯାଏ ନାସ୍ତି ସୂଚକ ବାକ୍ୟ। ଯଥା କହିଲା ରୀତା ଦ୍ଵାରା ଏ କାମ ହେବ ନାହିଁ। ନାସ୍ତି ମାନେ ମନା କରିବା ନା, ତୁମର ନିୟମ ମୁଁ ମାନି ପାରିବି ନାହିଁ, ନାହିଁ ବି ନାସ୍ତି ସୂଚକ। ନେକ୍ସଟ ଦେଖ
ବାକ୍ୟର କେତୋଟି ରୂପ ଅଛି? ଦୁଇଟି। ଗଠନରୁ ଦୃଷ୍ଟିରୁ ବାକ୍ୟ କେତେ ପ୍ରକାରର? 4 ପ୍ରକାରର। ଅର୍ଥ ପ୍ରକାଶ ବା ଭାବ ପ୍ରକାଶ ଦୃଷ୍ଟିରୁ ବାକ୍ୟ କେତୋଟି ଭାଗ ବିଭକ୍ତ କରାଯାଇଛି? ଅର୍ଥ ପ୍ରକାଶ କରୁଥିବ ବା ଭାବ। ଦେଖ ଅର୍ଥ ପ୍ରକାଶ ବା ଭାବ ପ୍ରକାଶ ଦୃଷ୍ଟିରୁ ବାକ୍ୟକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି? 5ଟି ଭାଗ। ସରଳ ବାକ୍ୟ କାହାକୁ କୁହାଯାଏ? ଦେଇଦବ ଦୃଷ୍ଟାନ୍ତ ଅଛି। ଜଟିଳ ବାକ୍ୟ କୁହାଯାଏ ଗୋଟେ ମାତ୍ର ସମାପିକା ସରଳ ବାକ୍ୟ। ଜଟିଳ ବାକ୍ୟ ଦୁଇ ବା ତତୋଧିକ ସରଳ ବାକ୍ୟ ହେଇପାରେ, ନହେଲେ ଯୌଗିକ ବାକ୍ୟ ବା ହେଲା ମିଶ୍ର ବାକ୍ୟ। ଯୌଗିକ ବାକ୍ୟ କଣ କୁହାଯାଏ? ନା ଦିଟା ସରଳ ବାକ୍ୟର ଜଏଣ୍ଟ ହେଇଥିବ। ତୁମ ମନରେ ଗୋଟେ ମିଶ୍ର ବାକ୍ୟ ତମେ ଏଟା କରିବ। ପ୍ରଧାନ ବାକ୍ୟ କାହାକୁ କୁହାଯାଏ? ଯିଏ ଯାହାର ଯେମିତି ଏଇଠି ପଢିଲେ କଣ, ଯେତେବେଳେ ଅଜା ଘରେ ପହଞ୍ଚିଲେ ସେତେବେଳେ ରତନା ଘରେ ନଥିଲା। ହେଲା, ତାହେଲେ ପ୍ରଧାନ ବାକ୍ୟ କଣ ବୁଝିପାରୁଛ ତ? ନା ପ୍ରଧାନ ବାକ୍ୟ ସେଇଟା ହେଲା ଯାହାର ସେଟା ସେଇ କାର୍ଯ୍ୟଟି ଘଟି ଯାଇଥିବ, ଘଟିବାକୁ ଥିବ। ଯଥା ସେଇ ବାକ୍ୟରୁ ଜଣା ପଡୁଥିବ ଯେ କାମ କଣ। ଯଥା କହୁଛି ଆଜି ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ରତନା ଘରେ ନଥିଲା। କିଏ ନଥିଲା? ରତନା ନଥିଲା। କ୍ୱେଶ୍ଚନ କଲେ ଯୋଉଟା ଉତ୍ତର ଆସିବ। ହେଲା, ତ ସେଟା ହେଲା କଣ, ସେତେବେଳେ ରତନା ଘରେ ନ ଦେଇକି ପହଞ୍ଚି ଯାଇଛନ୍ତି ନା, କିଏ ନାହିଁ? ନା ରତନା ନାହିଁ। ତ ସେଟା ହବ କଣ, ରତନା ସେତେବେଳେ ଘରେ ନଥିଲା। ଏଇଟା ହବ ପ୍ରଧାନ ବାକ୍ୟ। ହେଲା, ଆଉ ଅଜା ଯେତେବେଳେ ପହଞ୍ଚିଲେ ସେଟା ହବ ତମର କଣ, ଅପ୍ରଧାନ ବାକ୍ୟ। ଠିକ ଅଛି। ଦେଖ ତଳେ ଦେଇ ତୁମେ କହୁଛି ବାକ୍ୟ ଗୁଡିକ କି ପ୍ରକାର ବାକ୍ୟ ତମ ମାନେ କରିବ, ବୁଝିପାରୁଥିବ। ତୁମେ କଣ କାମ କରିବାକୁ ଯାଅ, ଦେଖ ପ୍ରଶ୍ନ ସୂଚକ ବାକ୍ୟ ଅଛି ମାନେ କି ପ୍ରକାର, କ୍ୱେଶ୍ଚନ ମାର୍କ ଅଛି ମାନେ ପ୍ରଶ୍ନ ସୂଚକ ବାକ୍ୟ। ପଦନ ଦ୍ଵାରା ଗୀତ ଗାଇବା ସମ୍ଭବ ନୁହେଁ। ବିବୃତି ସୂଚକ ବାକ୍ୟକୁ କେମିତି ଚିହ୍ନିବ? ନା ବାକ୍ୟ ଶେଷରେ ପୂର୍ଣ୍ଣଚ୍ଛେଦ ଦିଆଯାଇଥିବ। ଓଡିଶା ରାଜଧାନୀ ଭୁବନେଶ୍ୱର, ଏ ବି ସେଇ ବିବୃତି ସୂଚକ। ନିଅ ଏଇ ଚିଠିଟା ଡାକ ବାକ୍ସରେ ପକେଇ ଦିଅ। ତାହେଲେ ଏଠାରେ ଗୋଟେ ଆଦେଶ କଣ ଦିଆଯାଉଛି? ଆଦେଶ ଦିଆଯାଉଛି। ତ ଏଠାରେ ହେଲା ତମର କଣ, ଆଦେଶ ବା ଅନୁରୋଧ ସୂଚକ ବାକ୍ୟ। ମତେ ଟଙ୍କାଟିଏ ଦିଅ ବାବୁ, ଅନୁରୋଧ କରାଯାଉଛି। ଏଟା ବି ସେ ଆଦେଶ ବା ଅନୁରୋଧ। ଆଜି କି ଟାଣ ଖରା, ଓ ଆଜି କି ଟାଣ ଖରା, ଏଟା ତୁମର ବିସ୍ମୟ ସୂଚକ ବାକ୍ୟ। ଏବେ ଦେଖିବା ବାକ୍ୟର ରୂପାନ୍ତର। ବାକ୍ୟ କେମିତି ଗୋଟେ ରୂପକୁ ଅନ୍ୟ ରୂପକୁ ରୂପାନ୍ତର ହୁଏ, କିନ୍ତୁ ତାର ଅର୍ଥ ଭାଙ୍ଗେ ନାହିଁ ବା ଅର୍ଥ ପରିବର୍ତ୍ତନ ହୁଏ ନାହିଁ। ଯଥା କହିବା ସମୟରେ ବକ୍ତା ତାର ଗୋଟିଏ ବକ୍ତବ୍ୟକୁ ବିଭିନ୍ନ ଭଙ୍ଗୀରେ ପ୍ରକାଶ କରନ୍ତି। ଏହା ଫଳରେ ବକ୍ତାଙ୍କର ଉଦ୍ଦେଶ୍ୟ ପ୍ରକାଶ ପାଏ, ଆଉ ଶ୍ରୋତା ମଧ୍ୟ ତାକୁ ବୁଝିପାରନ୍ତି। କିନ୍ତୁ ଗୋଟିଏ ପ୍ରକାର ବକ୍ତବ୍ୟକୁ ବେଳେ ବେଳେ ଅନ୍ୟ ପ୍ରକାରର ପ୍ରକାଶ କରାଯାଇଥାଏ, ଯେତେବେଳେ ଅଳ୍ପ କଥାକୁ ବହୁଳ ଭାବରେ ବହୁ କଥାକୁ ଅଳ୍ପରେ ମଧ୍ୟ ପ୍ରକାଶ କରୁ। ବୁଝିପାରୁଛ ନା? ତାମାନେ ଏଠି କଣ ହବ, ବାକ୍ୟର ମିନିଂ ଚେଞ୍ଜ ହବ ନାହିଁ, କିନ୍ତୁ ତାର ଅର୍ଥ ପରିବର୍ତ୍ତନ ହବନି, କିନ୍ତୁ ବାକ୍ୟଟା ଛୋଟ ହେଇପାରେ, ବଡ ହେଇପାରେ। ଦେଖ ଗୋଟେ ବାକ୍ୟ କହୁଛି, ଯେଉଁ ସ୍ୱାମୀ ଓ ସ୍ତ୍ରୀ ଏଠାକୁ ଆସିଥିଲେ ସେ ଦୁଇ ଜଣ ଯାକ ମୋ ସାଙ୍ଗର ଭାଇ ଓ ତାଙ୍କ ସ୍ତ୍ରୀ। ନେକ୍ସଟ, ଏଠାକୁ ସେଇ ବାକ୍ୟ କହୁଛି ଆଉଥରେ, ଏଠାକୁ ଆସିଥିବା ଦମ୍ପତି ମୋ ସାଙ୍ଗର ଭାଇ ଆଉ ଭାଉଜ। ତାମାନେ ଦେଖ ଏଇ ଯୋଉ ସ୍ୱାମୀ ଆଉ ସ୍ତ୍ରୀ କୁ ସେ କନଭର୍ଟ ହେଇଗଲା ଦମ୍ପତିକୁ। ଦେଖ ବାକ୍ୟଟା ବଡ ଥିଲା ଛୋଟ ହେଇଗଲା। ସାଙ୍ଗର ଭାଇ ଆଉ ତାଙ୍କ ସ୍ତ୍ରୀକୁ ଲେଖା ହେଲା କଣ, ଭାଇ ଆଉ ଭାଉଜ। ତ ଯୋଉ ପ୍ରଥମ ବାକ୍ୟରେ ଯୋଉ ସ୍ୱାମୀ ଓ ସ୍ତ୍ରୀ ଏଠାକୁ ଆସିଲେ, ଦ୍ୱିତୀୟ ବାକ୍ୟରେ ତାକୁ ଦମ୍ପତି ବୋଲି ଲେଖାଗଲା, ତାକୁ ସଂକ୍ଷିପ୍ତ କରାଗଲା। ଆଉ ପ୍ରଥମ ବାକ୍ୟରେ ତାଙ୍କ ସ୍ତ୍ରୀ ବଦଳରେ ଭାଉଜ ଲେଖାଗଲା। ତ ଏଠାରେ ବାକ୍ୟକୁ ସଂକ୍ଷିପ୍ତ ହେଇଗଲା, ଛୋଟ ହେଇଗଲା, ବାକ୍ୟ ବି ସୁନ୍ଦର ଲାଗୁଛି। ତ ସେଇ କଥା କହୁଛି, ବାକ୍ୟର ରୂପାନ୍ତର କାହାକୁ କୁହାଯାଏ? ନା ଗୋଟିଏ ପ୍ରକାରର ବାକ୍ୟକୁ, ଅର୍ଥ ପରିବର୍ତ୍ତନ ନ କରି, ଅର୍ଥ ପରିବର୍ତ୍ତନ ହବ ନାହିଁ, କିନ୍ତୁ ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ବୁଝିଲା? ଏବେ ଦେଖିବା ବାକ୍ୟର ଗଠନଗତ ରୂପାନ୍ତର। ଗଠନ ଦୃଷ୍ଟିରୁ ବାକ୍ୟକୁ କେତେ ପ୍ରକାର, ଯୋଉ ଚାରି ପ୍ରକାର ଥିଲା, ସରଳ, ଯୌଗିକ, ଜଟିଳ, ମିଶ୍ର। ତ ସେଇ ତାରି ଭିତରେ ହରି ଭଲ ନାଚୁଥିବାରୁ ସୁନାମ ଅର୍ଜନ କରିଛି। ତ ଏଟା ଦେଖ ଗୋଟିଏ ମାତ୍ର ସମାପିକା କ୍ରିୟା ଅଛି। କି ବାକ୍ୟ? ଏଟା ସରଳ ବାକ୍ୟ। ତାକୁ ଯଦି ଯୌଗିକରେ କରିବା, ତାକୁ ଗୋଟେ ପଦାର୍ଥ ଅବୟବ ମଧ୍ୟ ସଂଯୋଜକ ଅବୟ ଆଣିବା। ତ ଦେଖ ହରି ଭଲ ନାଚୁଛି ଓ ଏଥିପାଇଁ ସୁନାମ ଅର୍ଜନ କରୁଛି। ତ ଏଟା କଣ ହବ? ଯୌଗିକ ବାକ୍ୟ। ଯଦି ତାକୁ ଜଟିଳରେ ପକେଇବା, ଯଦି, ଯେତେବେଳେ, ସେତେବେଳେ, ଏଇ ପ୍ରକାର ଶବ୍ଦ ଆଣି ଲଗେଇବା। ଯଦି ହରି ଭଲ ନାଚିବ ତେବେ ସେ ସୁନାମ ଅର୍ଜନ କରିବ। ଏଟା ତମର କି ପ୍ରକାର ବାକ୍ୟ? ଜଟିଳ ବାକ୍ୟ। ବୁଝିହେଲା?
नेक्स्ट सेवा देइछि झड़ कमिगला और पिला माने निज निज घर को फेरले उ लागिछि माने गोटे पदार्थ संयोजक अवयव ताले की प्रकार वाक्य हबो यौगिक वाक्य झड़ कमिबारु पिला माने निज निज घर को फेरिले फेरिले गोटे गुटिए मात्र समापिका क्रिया अछि वाक्यर कोठी अवयव नाही ताले एटा की प्रकार वाक्य सरल वाक्य जेहेतु झड़ कमिगला कमा तेणु पिला माने निज घर को फेरिले तो एटा की प्रकार वाक्य जटिल वाक्य बुझिहेला नेक्स्ट ଯିବା आउ देख देख जेजे आसीबा हेतु आमे समस्त खुशी हेलु जेजे आसीबा हेतु आमे समस्त खुशी हेबु तो एटा कोन सरल वाक्य वाक्य रे उ लागिति संयोजक अवयव यौगिक वाक्य जदि जेजे आसीबे तेबे आमे खुशी हेबु मझिरे कमाइबार हेतिबो जटिल वाक्य वाक्यर अर्थगत रूपांतर प्रथमे देखिबा विवृत्ति सूचक वाक्य उत्कलमणि गोपबंधु थिले जने सच्चा देश सेवक एथरे उत्कलमणि गोपबंधु दास को विवृत्ति करा जाउछि बा सूचना प्रदान करा जाउछि तो एटा विवृत्ति सूचक वाक्य हला ठीक अछि एही वाक्य को नै हम विभिन्न अर्थ रे प्रकाश करिया विवृत्ति सूचक रु प्रश्न सूचक को जिबा विवृत्ति सूचक रु नास्ति सूचक जिबा विवृत्ति सूचक रु विस्मय सूचक जिबा ताकू परिवर्तन कले कोन हबो प्रथम प्रश्न सूचक जे प्रश्न सूचक रे हम जानछथि प्रश्न सूचक चिन्ह व्यवहार हबो तो ताकू कले कोन हबो एही वाक्य को प्रथमे प्रश्न सूचक करिबा सेही वाक्य को नास्ति सूचक करिबा सेही वाक्य को विस्मय सूचक करिबा तो सेटा कहउछि उत्कलमणि गोपबंधु को भଳି सच्चा देश सेवक आउ कहांती तो एटा तुमरो प्रश्न सूचक वाक्य जदि सेही वाक्य सूचक सेही वाक्य को हम कोन करिबा नास्ति सूचक रे करिबा कोन कहइबो ना उत्कलमणि गोपबंधु दास को भଳି सच्चा देश सेवक नाहांती आउ कहांती डब्ल्यूएच वार्ड व्यवहार हबो एथिरे आउ बा सच्चा देश सेवक नाहांती नास्ति सूचक उत्कलमणि गोपबंधु की सच्चा देश सेवक सत्य तथिरे विस्मय सूचक चिन्ह लागिछि कि सच्चा देश सेवक काम गोटे विस्मय कला बलिया शब्द लागिछि बा व्यवहार होछि ताकर की प्रकार वाक्य विस्मय सूचक वाक्य बुझिहेला विवृत्ति सूचक रो हम प्रश्न सूचक वाक्य कले ताकू फेर नास्ति सूचक तापर विस्मय सूचक बे प्रश्न सूचक वाक्य को विभिन्न वाक्य रे परिवर्तन करिबे गोटे प्रश्न सूचक वाक्य देइछि बिजू बाबू को ओडिसा रे किए न जाने ताकू जदि हम परिवर्तन करिबा ना प्रथमे देइछि नास्ति सूचक रे ना बिजू बाबू ओडिसा रे काहा को अजणा नुहंती बिजू बाबू ओडिसा रे समस्त को जणा ताकू जदि नास्ति सूचक रे कहले कोन हबो बिजू बाबू ओडिसा रे काहा को जण अजणा नुहंती ताकू जदि प्रश्न सूचक देइथिला एबे ता करिया विस्मय विवृत्ति सूचक रे ना बिजू बाबू को ओडिसा रे समस्त जानंती एटा विवृत्ति सूचक जदि सेइथिरे विस्मय सूचक करिबा बिजू बाबू को पुनी ओडिसा रे काहा को अजणा बा काहार अजणा बिजू बाबू पुनी ओडिसा रे काहार अजणा एथरे देखो काहार केमिति हमकु विस्मय कला भले गोटे वाक्य लेखा जाउछ तो ठीक से ताले बिजू बाबू पुनी ओडिसा रे काहार अजणा ताले की प्रकार वाक्य विस्मय सूचक किंतु वाक्य थिला कोन प्रश्न सूचक वाक्य ठीक अछि एबे नास्ति सूचक वाक्य को विवृत्ति सूचक आउ प्रश्न सूचक अज्ञात युवक को आश्रय देवा ठीक हैला नाही नाही लागिछि माने कि सूचक नास्ति सूचक नाही सबले कोठी बसे क्रिया परे बसे तो एबे ताकू विवृत्ति करबा अज्ञात युवक को आश्रय देवा भूल कोन पूर्णच्छेद जहा कि तुमर कोन विवृत्ति सूचक वाक्य अज्ञात युवक को कोन आश्रय दिया जाए कोन लागिछि माने डब्ल्यूएच वाला लागि लगैबो सेतरे कोन हबो ना प्रश्न सूचक वाक्य हबो शेषरे उठे क्वेश्चन मार्क चिन्ह बसे ताकू जदि विस्मय सूचक करबा अज्ञात युवक को पुणी आश्रय तो एथिरे विस्मय सूचक भाव ताले हम भावनाटा विस्मय सूचक हला बला देखो अज्ञात युवक को पुणी आश्रय बुझियोछि नेक्स्ट विस्मय सूचक को हमें विवृत्ति नास्ति प्रश्न लंका रे पुणी हरि शब्द की प्रकार सब वाक्य ना विवृत्ति कोन विस्मय सूचक ठीक अछि जाकि संभव न लंका रे पुणी हरि शब्द हला तो या को विवृत्ति कले कोन हबो लंका रे हरि शब्द खोजिबा वृथा ठीक अछि जाकि विवृत्ति सूचक वाच्य प्रश्नवाचक कले कोन हबो ना लंका रे हरि शब्द सुना जाए की तो की लागिला माने कोन डब्ल्यूएच वर्ड तो क्वेश्चन आंसर कोन क्वेश्चन मार्क ताको यूज करिवो तो सेतरे कोन हबो प्रश्न सूचक वाक्य नाही रे कले कोन हबो ना लंका रे हरि शब्द मिलिबा संभव नुह बा लंका रे हरि शब्द मिले नाही नुहे नुहे लगेबा तो लंका रे हरि शब्द मिलिबा संभव हेउतरे नास्ति सूचक भावनार प्रदर्शन करूछ एबे देखिबा वाक्य रे रूपांतर करो
କର୍ତ୍ତୃବାଚ୍ୟକୁ କର୍ମବାଚ୍ୟରେ ଭାବବାଚ୍ୟରେ ରୂପାନ୍ତରଣ କରିବା। ଯଥା କହୁଛି କହିବା ଭଙ୍ଗୀରେ ବାକ୍ୟର ପରିବର୍ତ୍ତନ ହେଲେ ତାକୁ ବାକ୍ୟ ପରିବର୍ତ୍ତନ ହୁଏ। ଯଥା ଝରକା ଖୋଲ, ଏହାର ଯଦି ବାକ୍ୟ ପରିବର୍ତ୍ତନ କରାଗଲା ବାକ୍ୟଟି ହବ ଝରକା ଖୋଲା ହେଉ। ଯେକୌଣସି ତାହେଲେ କଣ କୁହାଯାଏ ବାକ୍ୟ ରୂପାନ୍ତର? ନା ଯେକୌଣସି ବାକ୍ୟକୁ ଅନ୍ୟ ବାକ୍ୟରେ ରୂପାନ୍ତରିତ କରାଯାଇପାରେ। ତାକୁ ଆମେ କର୍ତ୍ତୃବାଚ୍ୟରେ ବି ରୂପାନ୍ତରିତ କରିପାରିବା, କର୍ମବାଚ୍ୟରେ ବି ରୂପାନ୍ତରିତ କରିପାରିବା, ଭାବବାଚ୍ୟରେ ବି ରୂପାନ୍ତରିତ କରିପାରିବା। ଯଥା କର୍ତ୍ତୃବାଚ୍ୟ ଗୋଟେ ବାକ୍ୟ କହୁଛି ବିଜୟ କଲିକତା ଯିବ। ନର୍ମାଲ ବାକ୍ୟ କର୍ତ୍ତା ଟିକେ ବିଜୟ, କିନ୍ତୁ ତାକୁ ଯଦି ଟିକେ ବଦଳେଇକି କହିବା କର୍ମରେ ବିଜୟର, ଏଠି ବିଜୟକୁ ପ୍ରାଧାନ୍ୟ ଦିଆଯାଇଥିଲା, କର୍ମବାଚ୍ୟରେ କର୍ମକୁ ପ୍ରାଧାନ୍ୟ ଦିଆଯିବ। ବିଜୟର କଲିକତା ଯିବା ହେବ, ଏଟା କର୍ମବାଚ୍ୟ। କର୍ମବାଚ୍ୟ ଦେଇଛି ଗୋଟେ ରାଧାଶ୍ୟାମଙ୍କ ଦ୍ଵାରା ଭଲ ଭାଷଣ ହୁଏ। ତାହେଲେ ଆମେ ତାକୁ କର୍ତ୍ତାବାଚ୍ୟରେ କଣ କରିବା? ନା ରାଧାଶ୍ୟାମ ଭଲ ଭାଷଣ ଦେଇପାରନ୍ତି, ତ ଏଥିରେ ହବ ତମର କର୍ତ୍ତାବାଚ୍ୟ। ଏଥିରେ କର୍ତ୍ତା ପ୍ରାଧାନ୍ୟ, ରାଧାଶ୍ୟାମଙ୍କ ଦ୍ଵାରା ଭାଷଣ କଣ ଭଲ ହୁଏ? ନା ଭାଷଣ ଭଲ ହୁଏ, ତ ସେଇଟା ହିଁ ତାକୁ ପ୍ରାଧାନ୍ୟ ଦିଆଯାଇଛି। ହେଲା। ଭାବବାଚ୍ୟ, ଭାବବାଚ୍ୟ କଣ? ତା ତନୁଜାର ନାଚ ହେଉ। ହେଲା, ଭାବର ସମ୍ପର୍କ ରହୁଛି। ତାକୁ ଯଦି ଆମେ କର୍ତ୍ତୃବାଚ୍ୟ କରିବା କଣ ହବ? ତନୁଜା ନାଚୁ, ତନୁଜା ନାଚୁ। ତାକୁ ଭାବବାଚ୍ୟରେ କଣ ହବ? ତନୁଜାର ନାଚ ହେଉ। କର୍ତ୍ତୃବାଚ୍ୟ ମା ଭାତ ରାନ୍ଧୁଛନ୍ତି ବା ମା ରାନ୍ଧୁଛନ୍ତି, ଖାଲି ତାକୁ ଯଦି ଭାବବାଚ୍ୟରେ କରିବା କଣ ହବ? ମାଙ୍କର ରନ୍ଧା ଚାଲିଛି। ମନେ ରଖିବ, କର୍ତ୍ତୃବାଚ୍ୟ ମା ରାନ୍ଧୁଛନ୍ତି, ଭାବବାଚ୍ୟ ମାଙ୍କର ରନ୍ଧା ଚାଲିଛି। କ୍ୱେଶ୍ଚନ ଆସେ ନା ମାଙ୍କର ରନ୍ଧା ଚାଲିଛି କି ପ୍ରକାରର ବାକ୍ୟ? ଅପସନ ଦେଇଥିବ ଭାବବାଚ୍ୟ, କର୍ତ୍ତୃବାଚ୍ୟ, କର୍ମବାଚ୍ୟ, କୌଣସି ନୁହଁ, ତା ଏଟା କଣ ହବ? ଭାବବାଚ୍ୟ। ବୁଝିହେଲା? ଏଥିରେ ଥିଲେ କଣ? କର୍ତ୍ତୃବାଚ୍ୟରୁ କର୍ମବାଚ୍ୟକୁ ଭାବବାଚ୍ୟକୁ କେମିତି ଆମେ ପରିବର୍ତ୍ତନ କରୁଥିଲେ। ଏବେ ଦେଖିବା ବାକ୍ୟର ସଂକ୍ଷେପଣ। ସଂକ୍ଷେପଣ କଣ? ନା ଅତି ବଡ ଜିନିଷଟେ ବା ବଡ ବଡ ବାକ୍ୟ ନ କହିକି ଆମେ ତାକୁ ଛୋଟ ମାଧ୍ୟମରେ ପ୍ରକାଶ କରିବା। ତଥା କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରିଦିଅନ୍ତି, କେହି କେହି ମଧ୍ୟ ଅଳ୍ପ କଥାକୁ ବହୁତ ଭାବରେ କରନ୍ତି। ଯେମିତି ତମକୁ ଯଦି କୁହାଯିବ ଏସେ ଲେଖିବା ପାଇଁ କଣ, ମନେ ରଖ ବସନ୍ତ ଋତୁ। এই ବସନ୍ତ ଋତୁରେ ତମେ ଦେଖ ଗୋଟିଏ ହିଁ ଶବ୍ଦ ଦିଆଯାଇଥିଲା ନା, ତ ତମେ ଏଥିରେ ତମେ ଉପକରଣ ତାକୁ ବ୍ୟାଖ୍ୟା କର। ତ ଏଟା ଗୋଟିଏ ଶବ୍ଦ ଦେଇଥିଲା, ଗୋଟିଏ ଶବ୍ଦରୁ ତମେ ବହୁତ ବ୍ୟାଖ୍ୟା କରୁଛ। କିନ୍ତୁ କ୍ୱେଶ୍ଚନ ଆସେ ଗୋଟେ ପେସେଜ ଦେଇଥିବ ତମ ଇଂରାଜୀରେ, ହେଲା ଗୋଟେ ପେସେଜ ଦେଇଥିବ, ପେସେଜଟା ଲେଖି ଦେଇଥିବ, ପଚାରିଥିବ ଏଇ ପେସେଜର ଟାଇଟଲ କଣ। ଆମେ ଅନେକରୁ ଗୋଟେକୁ ଯାଉଛନ୍ତି, ଗୋଟେରୁ ବି ଅନେକ ଆସୁଛନ୍ତି। ସେଇ କଥା କହୁଛି ନା ସେଇ ବାକ୍ୟ ତାକୁ ସଂକ୍ଷେପଣ କୁହାଯାଏ। ସେଇ ସଂକ୍ଷେପଣ କାହା ଦ୍ୱାରା ହୁଏ? ନା ବାକ୍ୟ ସଂକ୍ଷେପଣ କାହାକୁ କୁହାଯାଏ? ନା ଦୀର୍ଘ ବାକ୍ୟକୁ ଛୋଟ ବା ଦୀର୍ଘ ବାକ୍ୟକୁ ମଧ୍ୟ ସଂକ୍ଷେପରେ ପ୍ରକାଶ କରାଯାଇପାରେ। ଏ ପ୍ରକାର ବାକ୍ୟକୁ ବା ଏ ପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ। ଯଥା ସନ୍ଧି କରି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ, ସମାର୍ଥବୋଧକ ଶବ୍ଦ ଲଗାଇ ବିଶେଷ ଭାବରେ ଏହି ପ୍ରକାରର ବାକ୍ୟ ସଂକ୍ଷେପଣ କରାଯାଇଥାଏ। ଏଠାରେ କେତୋଟି ଉଦାହରଣ ଦିଆଯାଇଛି ଦେଖିବା। ପ୍ରଥମେ ସନ୍ଧି ଦ୍ଵାରା। ସନ୍ଧି କଣ? ନା ଦିଟା ଶବ୍ଦ ମିଶିଥିବେ ଗୋଟେ ଅର୍ଥ ପ୍ରକାଶ ବା ଗୋଟେ ଶବ୍ଦକୁ ଭାଙ୍ଗିବା ଦୁଇଟି ଶବ୍ଦରେ ପରିଣତ କରିବା, ବା ଦୁଇଟି ଶବ୍ଦ ମିଶେଇବା ଗୋଟେ ଶବ୍ଦରେ ପରିଣତ କରିବା। ଯଥା କହୁଛି ଗୋଟେ ବାକ୍ୟ ଅତି ଆବଶ୍ୟକ ଜିନିଷର ଦର ବଢୁଛି, କିନ୍ତୁ ଯଦି ଆମେ ତାକୁ ଗୋଟେ ଅତି ଆବଶ୍ୟକ, ଦିଟା ଶବ୍ଦ ହଉଛି, ତ ଆମେ ଯଦି ତାକୁ ସିଙ୍ଗିଲ କରିକି ଲେଖିବା କଣ ହବ? ଅତ୍ୟାବଶ୍ୟକ, ଅତି ଯୁକ୍ତ ଆବଶ୍ୟକ ସମାନ ଅତ୍ୟାବଶ୍ୟକ, ତ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ହଉଛି। ଅତି ଅଧିକ ବକ୍ତବ୍ୟ ସ୍ପୃହଣୀୟ ନୁହଁ, ଅତି ଅଧିକକୁ ଯଦି ସଂକ୍ଷେପ କରିବା କଣ ହବ? ଅତ୍ୟଧିକ, ଅତ୍ୟଧିକ ବକ୍ତବ୍ୟ ସ୍ପୃହଣୀୟ ନୁହଁ। ଏଇଠୁ ହେଲା କାହା ଦ୍ୱାରା ହେଲା? ନା ସନ୍ଧି ଦ୍ୱାରା ହବ। ବୁଝିହଉଛି? ନେକ୍ସଟ ଦେଖିବା ସମାସ ଦ୍ୱାରା। ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଯାକ ଆସିବେ, ଏଥିରେ କଣ ହବ? ତାକୁ ଯଦି ସମାସ ଦ୍ୱାରା ପରିବର୍ତ୍ତନ କଲେ କଣ ହବ? ଦମ୍ପତି ଆଜି ଆସିବେ। ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଯାକ ଆଜି ଆସିବେ, ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଯାକ ବଦଳରେ ବସିଲା କଣ? ଦମ୍ପତି ଆଜି ଆସିବେ। ଦେଖ ବାକ୍ୟ କେତେ ବଡ ଥିଲା, କେତେ ଛୋଟ ହେଇଗଲା। କ୍ୱେଶ୍ଚନ ଆସେ ଦମ୍ପତି ଆଜି ଆସିବେ, ଏଇ ଯୋଉ ବାକ୍ୟ ସଂକ୍ଷେପିତ ହେଇଛି କାହା ଦ୍ୱାରା ହେଇଛି? ଆଗରେ ଏଇ ବାକ୍ୟଟା ଲେଖିଥିବ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଆସିବେ, ତାକୁ ସଂକ୍ଷେପ କରି ଲେଖିବ ଦମ୍ପତି ଆଜି ଆସିବେ। ଏଇ ଯୋଉ ସଂକ୍ଷେପଣ କାହା ଦ୍ୱାରା ହେଇଛି? ଅପସନ ଦିଏ ସମାସ, ସନ୍ଧି, ଉଦନ୍ତ, ତଦ୍ଧିତ। ତ ଏଠାରେ କଣ ହବ? ନା ସମାସ ଦ୍ୱାରା। ବର ଓ କନ୍ୟା ଦୁଇ ଜଣ ଯାକ ବେଦୀରେ ବସିଛନ୍ତି, ବର ଓ କନ୍ୟାକୁ ଲେଖାଯାଏ କଣ? ବର କନ୍ୟା, ହେଲା, ଯାହାକୁ ଉଭୟ ବୋଲି କୁହାଯାଏ। ବର କନ୍ୟା ବେଦୀରେ ବସିଛନ୍ତି। କୃଦନ୍ତ ଦ୍ୱାରା ନା
ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟା ଲାଭ କରିବେ। ଜାଣିବାର ଇଚ୍ଛା କରୁଥିବା ଏକ ପଦରେ ପ୍ରକାଶ କଲେ କୁହାଯାଏ କଣ? ଜିଜ୍ଞାସୁ। ହେଲା ମନେ ରଖିବ। ଜାଣିବାକୁ ଇଚ୍ଛା କରୁଥିବା ବ୍ୟକ୍ତିକୁ କଣ କୁହାଯାଏ? ଜିଜ୍ଞାସୁ ଛାତ୍ର ବିଦ୍ୱାନ ହେବେ। ଯାହା କରିବା ଉଚିତ ତାହା କର। ଯାହା କରିବା ଉଚିତ ତାହା କର ଏକ ପଦରେ ଲେଖିଲେ କଣ ହୁଏ? କର୍ତ୍ତବ୍ୟ କର। ତ ସେଟା କାହା ଦ୍ଵାରା ହେଇଛି? ଉଦନ୍ତ ଦ୍ଵାରା ହେଇଛି। ଠିକ ଅଛି। ନେକ୍ସଟ ତଦ୍ଧିତ। ଯଥା ପାନ ବେପାରୀ କରୁଥିବା ବା ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମ ଗଲା। ପାନ ବେପାର କରୁଥିବାକୁ ଗୋଟେ ଅର୍ଥରେ ପ୍ରକାଶ କଲେ ତାକୁ କୁହାଯାଏ ପାନରା। ଯିଏ ପାନ ବ୍ୟବସାୟ କରେ ତାକୁ କୁହାଯାଏ ପାନରା। ଯିଏ କାଚ ବ୍ୟବସାୟ କରେ ତାକୁ କୁହାଯାଏ କାଚରା। ମନେ ରଖିବ। ତ ସେଠି କଣ ହବ? ପାନରା। ଅନ୍ୟ ଗ୍ରାମ, ଗ୍ରାମ ଅନ୍ତର, ଅନ୍ତର ହେଲେ ଗୋଟେ ଗାଁ ଛାଡିକି ଗୋଟେ ଯାଉଛି। ତ ଗ୍ରାମରୁ ଅନ୍ତର ହଉଛି ଅଲଗା ହଉଛି। ତ ପାନରା ଗ୍ରାମାନ୍ତର ହେଲା। ଏହା କାହା ଦ୍ଵାରା ହେଇଛି? ନା ତଦ୍ଧିତ ଦ୍ଵାରା ସଂକ୍ଷେପଣ ହେଇଛି। ଗିରିପଥ ଭାବରେ ଖାଇବର ସବୁଠାରୁ ଲମ୍ବା। ତାକୁ ଯଦି ଲେଖିବା କଣ? ସବୁଠାରୁ ଲମ୍ବାକୁ କୁହାଯାଏ କଣ? ଦୀର୍ଘତମ। ହେଲା ତ ଲେଖାଯାଏ ଖାଇବର ଦୀର୍ଘତମ ଗିରିପଥ। ବୁଝିହେଲା। ତାପରେ ଦେଖିବା ଉପସର୍ଗ ଦ୍ଵାରା। ଉପସର୍ଗ ଯୋଉ 22ଟା ଉପସର୍ଗ ଅଛି, ପ୍ର, ପ୍ରା, ଅପ, ସପ, ମି, ଅତି, ଅତି, ପ୍ରତି, ତ ସେଇ ସବୁ। ତ ପବନର ବିପରୀତ ଦିଗରେ ସାଇକେଲ ଚଲାଇବା କଷ୍ଟକର। ତ ଏଠି ତାକୁ ଯଦି ଆମେ ଉପସର୍ଗ ଦ୍ଵାରା ଲେଖିଲେ କଣ ହବ? ପବନର ବିପରୀତ ଦିଗ। ବିପରୀତ ଦିଗକୁ ଏକ ପଦରେ କୁହାଯାଏ କଣ? ପ୍ରତିକୂଳ। ଦେଖ ଏଠି ପ୍ରତି ଲାଗିଲା ଉପସର୍ଗ। ତ ସେଇ କଥା କହୁଛି ନା ପବନର ପ୍ରତିକୂଳରେ ସାଇକେଲ ଚଳନା କଷ୍ଟକର। ତାହେଲେ କାହା ଦ୍ଵାରା ହେଇଛି? ନା ଉପସର୍ଗ ଦ୍ଵାରା ହେଇଛି। ହେଲା। ସାହିତ୍ୟ ବିଷୟରେ ତାଙ୍କର ବିଶେଷ ଭାବରେ ଜ୍ଞାନ ଅଛି। ହେଲା। ସେ ସାହିତ୍ୟ ବିଶେଷଜ୍ଞ ଅଟନ୍ତି। ହେଲା। ଏଠି ବି ଉପସର୍ଗ ଲାଗିଛି ତ ସେଇଟା କଣ କୁହାଗଲା? ଏଟା ଉପସର୍ଗ ଦ୍ଵାରା ହେଇଛି। ବୁଝିହେଲା। ନେକ୍ସଟ ସମାର୍ଥ ବୋଧକ। ସମାନ ଅର୍ଥ ବୁଝଉଥିବ। ଯଥା ବିଷ୍ଣୁ ଉପାସକ ମାନେ ଫୁଳ କରତାଳ ବଜାଇ ନାମ ଜପ କରନ୍ତି। ଯୋଉମାନେ ବିଷ୍ଣୁ ଉପାସକ ତାକୁ ଏକ ପଦରେ କୁହାଯାଏ ବୈଷ୍ଣବ। ଖୋଳ ତାଳ ବଜାଇବାକୁ କୁହାଯାଏ କୀର୍ତ୍ତନ। ତ ଏକ ପଦରେ ତାକୁ ଲେଖିଲେ କଣ ହବ? ସମାର୍ଥ ବୋଧକ। ନା ବୈଷ୍ଣବ ମାନେ କୀର୍ତ୍ତନ କରୁଛନ୍ତି। କାରଣ ବିଷ୍ଣୁ ଉପାସକର ସମାର୍ଥ ଶବ୍ଦ କଣ? ନା ବୈଷ୍ଣବ। ଖୋଳ ତାଳ ବଜାଇବାକୁ ତାର ସମାର୍ଥ ଶବ୍ଦ କଣ ହେଲା? କୀର୍ତ୍ତନ। ତ ବୈଷ୍ଣବ ମାନେ କୀର୍ତ୍ତନ କରୁଛନ୍ତି। ଯେଉଁ ପିଲାମାନେ ବେଶୀ ଜିଦ୍ କରନ୍ତି ସେମାନଙ୍କୁ ବାପା ଆଦୌ ପସନ୍ଦ କରନ୍ତି ନାହିଁ। ଜିଦ୍ ଯେଉଁମାନେ ବେଶୀ କରନ୍ତି ବା ଯେଉଁ ପିଲାମାନେ ଜିଦ୍ କରନ୍ତି ତାକୁ କୁହାଯାଏ ଜିଦଖୋର। ଜିଦଖୋର ପିଲାଙ୍କୁ ପସନ୍ଦ କରନ୍ତି ନାହିଁ, ନା ପସନ୍ଦ। ତ ଜିଦଖୋର ପିଲାଙ୍କୁ ବାପା ନା ପସନ୍ଦ କରନ୍ତି। ବୁଝିହେଲା। ଏଟା ଥିଲା ତମର କଣ? ସମାସର। ଏବେ ଦେଖିବା ଉକ୍ତି। ଉକ୍ତିର ପରିବର୍ତ୍ତନ। ଉକ୍ତି ପରିବର୍ତ୍ତନ ପ୍ରତ୍ୟକ୍ଷ ଉକ୍ତି ଜାଣିପାରିବ କେମିତି ଚିହ୍ନିବ? ନା ଗୋଟେ କର୍ତ୍ତା ପରେ କମା ବ୍ୟବହାର ହେଇଥିବ ଆଉ ତାପରେ ସେଣ୍ଟେନ୍ସ ଟା ଉଦ୍ଧୃତ ଚିହ୍ନ ଭିତରେ ଥିବ। ଯଥା କୋଉ ଦେଖ ପ୍ରତ୍ୟକ୍ଷ ଉକ୍ତି। ମନେ ରଖିବ ପ୍ରତ୍ୟକ୍ଷ ଉକ୍ତି ତାକୁ ଚିହ୍ନିବ କେମିତି? କର୍ତ୍ତା ପରେ କମା ଲାଗିବ ଆଉ ତାପରେ ବାକ୍ୟଟା ଉଦ୍ଧୃତ ଚିହ୍ନ ମଧ୍ୟରେ। ଶିକ୍ଷକ କହିଲେ ମୁଁ ଆଜି ଇଂରାଜୀ ପଢାଇବି। ତ ଶିକ୍ଷକ କହିଲେ ପରେ କମା ବ୍ୟବହାର ହେଇଛି ନା? ମୁଁ ଆଜି ଇଂରାଜୀ ପଢାଇବି ଉଦ୍ଧୃତ ଚିହ୍ନ ଭିତରେ ଅଛି ନା? ଶିକ୍ଷକ ଡାଇରେକ୍ଟ କହୁଛନ୍ତି ତ ତାକୁ କୁହାଯାଏ ପ୍ରତ୍ୟକ୍ଷ ଉକ୍ତି। ପରୋକ୍ଷ ଉକ୍ତିରେ କହିଲେ କଣ ହବ? ନା ଶିକ୍ଷକ ଇଂରାଜୀ ପଢାଇବେ ବୋଲି କହିଲେ। এটা ପରୋକ୍ଷ। ଏଥିରେ କୌଣସି କମ ବ୍ୟବହାର ହେଇନି କି ଉଦ୍ଧୃତ ଚିହ୍ନ ବ୍ୟବହାର ହେଇନି। ଗୋଟେ ବାକ୍ୟ ଚିହ୍ନି ପାରିବ ତ କୋଉଟା ପ୍ରତ୍ୟକ୍ଷ ବାକ୍ୟ କୋଉଟା ପରୋକ୍ଷ ବାକ୍ୟ? ପ୍ରତ୍ୟକ୍ଷ ବାକ୍ୟରେ କର୍ତ୍ତା ପରେ କମା ଲାଗିବ ଆଉ ତାପରେ ବାକ୍ୟଟା ଉଦ୍ଧୃତ ଚିହ୍ନ ଭିତରେ ରହିବ। ଯଥା ଦେଖ କହୁଛି ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା। ଦେଖ ଏଥିରେ କୌଣସି କମା ବ୍ୟବହାର ନାହିଁ କି ଉଦ୍ଧୃତ ଚିହ୍ନ ନାହିଁ। ତାହେଲେ ଏଟା କି ପ୍ରକାର ଉକ୍ତି? ପରୋକ୍ଷ ଉକ୍ତି। ହରି କହିଲା କମା ମୁଁ ଯାତ୍ରା ଦେଖେ ନାହିଁ। ଏଥିରେ ଉଦ୍ଧୃତ ଚିହ୍ନ ବ୍ୟବହାର ହେଇଛି, କମା ବ୍ୟବହାର ହେଇଛି। ତାହେଲେ ଏଟା କି ପ୍ରକାର ଉକ୍ତି? ପ୍ରତ୍ୟକ୍ଷ ଉକ୍ତି। ହେଲା। ବାସ୍ ବାକ୍ୟ କହିଲେ କଣ ବୁଝ? ସବୁ ଟୋଟାଲ এই ପ୍ରଶ୍ନାବଳୀଟା ଟୋଟାଲ ଫାର୍ଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ଯେତକ ଶିଖିଲ। ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ପ୍ରକାଶ କଲେ ତାକୁ ବାକ୍ୟ କୁହାଯାଏ। ସରଳ ବାକ୍ୟ, ଜଟିଳ ବାକ୍ୟ, ଯୌଗିକ ବାକ୍ୟ, ମିଶ୍ର ବାକ୍ୟର ଗୋଟେ ଗୋଟେ ଲେଖା ଉଦାହରଣ ଦେବ। ବାକ୍ୟାଂଶ କଣ ଦର୍ଶାଅ। ବାକ୍ୟର କିଛି ଅଂଶକୁ କଣ କୁହାଯାଏ? ବାକ୍ୟାଂଶ। ଗଠନ କଳା ଦୃଷ୍ଟିରୁ ବାକ୍ୟକୁ କେତେବେଳେ ବ୍ୟକ୍ତ କରାଯାଇଛି? ଦେଖ କାର୍ଯ୍ୟ ଦୃଷ୍ଟିରୁ ବାକ୍ୟ ହେଲା 4 ପ୍ରକାର। ପ୍ରକାର୍ଯ୍ୟାତ୍ମକ ଗଠନ ଆଉ ପ୍ରକାର୍ଯ୍ୟାତ୍ମକ ଦିଟା ଦେଖ।
गठन गठन कला दृष्टि वाक्य है दुई प्रकार मन रख यहाँ गठन गठन दृष्टि खाली जब गठनात्मक कहे वाक्य 4 प्रकार प्रकार्यात्मक कहे वाक्य 5 प्रकार देख कौन कौची गठन कला दृष्टि वाक्य केते प्रकार कौन कौन 2 प्रकार गोटे प्रकार्यात्मक और गोटे गठनात्मक अर्थ दृष्टि वाक्य केते प्रकार ना कौन कार्य अर्थ दृष्टि वाक्य है 5 प्रकार प्रत्येक 2टी लेखा उदाहरण दो विवृत्ति सूचक वाक्य विस्मय सूचक वाक्य लास्ट एक्सक्लेमेशन चिन्ह व्यवहार हम नास्ति सूचक नाहीर व्यवहार हम प्रश्न सूचक वाक्य तथा विवृत्ति सूचक वाक्य है राम कटक गला नास्ति सूचक वाले मु एही कार्य करिबि नाही विस्मय सूचक है कौन लंका रे पुणी हरि शब्द विस्मय सूचक प्रश्न सूचक वाक्य है कौन ना यथा रामचंद्र की क्वेश्चन मार्क व्यवहार है नहीं ठीक अच्छे यही वाक्य सब पढ़ो केउ प्रकार वाक्य कह यथा सुदाम सुदाठी खेलती एटी पढ़ती एकाठी रुहती कि प्रकार जटिल प्रकार वाक्य कि शीत देख विस्मय सूचक प्रश्न सूचक चिन्ह लगे प्रश्न सूचक आंब क्विंटाल के प्रश्न सूचक विजया भल गीत गाईपे मात्र भल कही पारे नहीं मात्र व्यवहार होती तो यहाँ कि प्रकार यौगिक प्राण यौगिक नुह एटा कौन जटिल यौगिकर कम व्यवहार हम नहीं खाली संयोजक अव्यवहार हम प्राणकृष्ण परिजा जड़े विख्यात वैज्ञानिक थिले विवृत्ति सूचक वाक्य तुम पिलाटा केड़े दुष्ट विस्मय सूचक चपला कहला मु आज भुवनेश्वर जी प्रत्यक्ष उक्ति आज्ञा मते 10 टका साहाय्य करंतु एटा कोन अनुरोध आज्ञा मते 10 टका साहाय्य करंतु अनुरोध करा जाउची अनुरोध प्रकार वाक्य प्रदत्त वाक्य को निर्देश अनुसार परिवर्तन करिवो हला जेहेतु तू वाक्य को योग्य वाक्य करिवो तुमे घर रहिल पाठ तुमे घर रहिले पाठ पढ़ी पार नहीं हला ताकू यदि कौन करबा योग्य वाक्य करबा तुमे सेथिपाई पाठ पढ़ी पार नहीं ठीक अच्छे तो 8 नंबर क ख ग घ आर आंसर कौन कहबो हला ठीक अच्छे जोरा नुआ आसियो पचारिबो नेक्स्ट सादा आदा अछि करदबो पास आज पाई थिला एतिको परवर्ती क्लास देखा हबो आज पाई रहली जय जय किंतु वीडियो को आरंभ रु शेष पर्यंत देखिबो हला आ कमेंट बॉक्स रे तमे केते घंटा दैनिक पढुछ हला केते घंटा पढुछ दैनिक ताको कमेंट करबा ठीक अछि आज पाई रहली परवर्ती क्लास देखा हबो जय जगन्नाथ।